ନମସ୍କାର। ଆଜି ଆଲୋଚନା କରିବା ମୃତ୍ୟୁ ସମ୍ପର୍କରେ। ମୃତ୍ୟୁ ଏମିତି ଏକ ଜିନିଷ ବା ଏମିତି ଏକ ଘଟଣା ଜୀବନରେ, ଲୋକ କହନ୍ତି ଯଦି ସ୍ୱର୍ଗ ଯିବାକୁ ଚାହୁଁଛ ପ୍ରଥମେ ମରିବାକୁ ପଡ଼ିବ। ମୃତ୍ୟୁ ବିଷୟରେ ଲୋକଙ୍କ ଧାରଣା ବହୁତ 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 ମାତ୍ରାରେ କମ୍। ମାନେ 100ରେ ଜଣେ ଅଧେ ଲୋକ ଭାବନ୍ତି ମୃତ୍ୟୁ ଗୋଟେ ଅଛି। ମୃତ୍ୟୁକୁ ନେଇକି ବିଭିନ୍ନ ଧର୍ମରେ, ସେ ଖ୍ରୀଷ୍ଟିଆନ ହଉ, ହିନ୍ଦୁ ହଉ, ମୁସଲିମ ହଉ, ବିଭିନ୍ନ ଧର୍ମ ଗ୍ରନ୍ଥରେ ବିଭିନ୍ନ ପ୍ରକାର କଥା କୁହାଯାଇଛି। ମୃତ୍ୟୁ କିଛି ଲୋକ କହନ୍ତି 84 କୋଟି ଜନ୍ମ ପରେ ମଣିଷ ଜନ୍ମ ହୁଏ। ମୃତ୍ୟୁ ଏମିତି ଏକ ଜିନିଷ ଯାହାର ପରିଭାଷା କିଛି ନାହିଁ। ଆଉ ମଣିଷ ବଞ୍ଚିଥିଲା ବେଳେ ମୃତ୍ୟୁର ଭୟ ତାକୁ କେବେ ବି କବଳିତ କରେ ନାହିଁ। ଆଉ ଯଦି ମଣିଷ ଭାବନ୍ତା ମୁଁ ମରିବି ଦିନେ, ମୁଁ ମୃତ୍ୟୁର ପାଖକୁ ନିକଟତର ହଉଛି ପ୍ରତିଦିନ ପ୍ରତି ମୁହୂର୍ତ୍ତ, ତେବେ ମତେ ଲାଗୁଛି ବୋଧେ ହୁଏ ଦୁନିଆଟା ଆଉ ଦୁନିଆ ହେଇକି ରୁହନ୍ତାନି। ଦୁନିଆ ଗୋଟେ ପ୍ରକାର ମାନେ ପୃଥିବୀ ସ୍ୱର୍ଗ ହେଇଯାନ୍ତା। ସ୍ୱର୍ଗ ଯଦି ମୃତ୍ୟୁକୁ ଆମେ ଡରନ୍ତେ, ଆଉ ମୃତ୍ୟୁ ଅଛି, ମରିବା ଦିନେ ଅଛି, ମରିବାଟା ନିଶ୍ଚିତ, ଏ ଜିନିଷ ଯଦି ଆମେ ବୁଝନ୍ତେ କି ଭାବନ୍ତେ, ତେବେ ମୃତ୍ୟୁ କଥା ଭାବି ଯଦି ଆମେ ବସନ୍ତେ, ତାହେଲେ ହୁଏତ ଦୁନିଆ ଅଚଳ ବି ହେଇଯାନ୍ତା, କିଛି ମାତ୍ରାରେ ବହୁତ ପ୍ରୋବ୍ଲେମ ସଲ୍ଭ ବି ହେଇଯାନ୍ତା। 99% ସମସ୍ୟାର ସମାଧାନ ହେଇଯାନ୍ତା ଯଦି ଆମେ ମୃତ୍ୟୁକୁ ଗୁରୁତ୍ୱ ଦିଅନ୍ତେ। ଆଉ ମରିବା ପରେ ବି ଗୋଟେ ଜୀବନ ଅଛି, ଏ ଜିନିଷ ମଣିଷ ଭାବିବ କାହିଁକି? ବଞ୍ଚିଥିଲା ବେଳକୁ ମରି ବୋଲି ଭାବୁନି, ପୁଣି ମଲା ପରେ ଆଉ ଗୋଟେ ଜୀବନ, ସେ କଥା ଭାବିବା କାହା ମୁଣ୍ଡରେ ପଶୁ, କାହା ମଗଜରେ ପଶିବନି ସେ କଥା। ବଞ୍ଚିଛି ତ ବଞ୍ଚିଛି, ବଞ୍ଚିବା ମଲା ପରେ କଣ ସେ କଥା କାହାର ଚିନ୍ତା ନାହିଁ। ସବୁଦିନ ଲୋକ ମରୁଛନ୍ତି। ତେଣୁ କେହି ଜଣେ କହିଛନ୍ତି ଯଦି ଆପଣ ଭାରି ଚିନ୍ତିତ ହେଇଯାଆନ୍ତି ଜୀବନରେ, ଅବସାଦଗ୍ରସ୍ତ ଜୀବନରେ, ଡିପ୍ରେସ୍ଡ ଜୀବନରେ, ଲୋକ ଭାବନ୍ତି ମୃତ୍ୟୁ ହିଁ ତାର ବୋଧେ ସବୁଠାରୁ ସମାଧାନ। ବହୁତ ବଡ ବଡ ଖ୍ୟାତନାମା ଅଭିନେତା, ଖେଳାଳି, ସିନେମା ତାରକା, ବେପାରୀ, ବିଜନେସମ୍ୟାନ, କି ବଡ ବଡ ବୈଜ୍ଞାନିକ, ସଙ୍ଗୀତକାର, ବହୁତ ବଡ ବଡ ଲୋକମାନେ ଅନେକ ସମୟରେ ଭାବନ୍ତି ମରିବାଟା ହିଁ ବୋଧେ ସବୁଠୁ ବଡ ସଲ୍ୟୁସନ। ମରିବାଟା ହିଁ ସବୁଠୁ ବଡ ସଲ୍ୟୁସନ। କାହିଁକିନା ଜୀବନରେ ଆଉ ଯେତେବେଳେ ବଞ୍ଚିବାର ସ୍ପୃହା ନଥାଏ, ମୃତ୍ୟୁକୁ ମଣିଷ ଅବଲୀଳା କ୍ରମେ ତାକୁ ଆବୋରି ବସେ ବା ଗ୍ରହଣ କରେନି। ମୃତ୍ୟୁ ବିଷୟରେ ଯେତେ ଲେଖାଯାଇଛି, ସେ ସାହିତ୍ୟ ଜଗତର ହଉ, ସାହିତ୍ୟ ଜଗତରେ ଗୀତ, ନାଟ୍ୟକ୍ରମ କିମ୍ବା ଗୀତିନାଟ୍ୟ, କି ସିନେମା, କି ଉପନ୍ୟାସ, କି ସାହିତ୍ୟ, ଦର୍ଶନ, ବିଭିନ୍ନ ଧର୍ମ ଗ୍ରନ୍ଥରେ ସବୁବେଳେ ପୁରା ମୃତ୍ୟୁର କଥା କୁହାଯାଇଛି। କିନ୍ତୁ ମୃତ୍ୟୁ ଯେ ଦିନ ଅଛି, ଆଉ ମୃତ୍ୟୁ ଯେ ବାସ୍ତବିକ ଗୋଟେ ଅଛି, ଏଇ ଜିନିଷ କାହା ମଗଜରେ ପଶିନି। କେହି ବି ଜାଣନ୍ତିନି ମୃତ୍ୟୁ ଗୋଟେ କଣ। ଗୋଟେ ଲେଖକ ଲେଖିଛନ୍ତି, ଆମେ ପ୍ରତିଦିନ ମରୁଛନ୍ତି ଅନ୍ ଦ ସେନ୍ସ ପ୍ରତି ମୁହୂର୍ତ୍ତରେ ଆମେ ମୃତ୍ୟୁ ନିକଟକୁ ଯାଉଛନ୍ତି। ରାତିରେ ଶୋଇଲେ ମାନେ ମରିକି ଆଉ ଥରେ ସକାଳୁ ଉଠୁଛନ୍ତି। ଶୋଇବା ସହଜରେ ଅନେକ ଲୋକ ମରି ବି ଯାଉଛନ୍ତି। ଏ ଠିକ କି ନାହିଁ? ତେଣୁ ମୃତ୍ୟୁ ବିଷୟରେ ଲୋକଙ୍କର ଧାରଣା ଏମିତି ଯେ ସେ ଧାରଣାକୁ ବଦଳେଇବା ବି ଗୋଟେ ବଡ କଷ୍ଟିକିଆ ପାଠ। ଲୋକ ଭାବନ୍ତି ମରିବ ବୋଲି ଯଦି ଭାବିବ ତାହେଲେ ବଞ୍ଚିପାରିବ କି? ସବୁବେଳେ ବଞ୍ଚିବ ବୋଲି ଭାବିଲେ ବଞ୍ଚିପାରିବ। ମୃତ୍ୟୁ ଶଯ୍ୟାରେ ଥାଇ ଅହରହ ସଂଘର୍ଷ କରୁଥାଇ କି ବି ଜଣେ ଆଶାର କଳ୍ପନା କରିପାରେ, ଜଣେ ସୁନେଲି ସ୍ୱପ୍ନ ଦେଖିପାରେ। ଏଥିରେ ବି କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। କାରଣ ମଣିଷ କୌଣସି ନା କୌଣସି କ୍ରମେ ମୃତ୍ୟୁକୁ ଆଡ଼େଇ ଦେବାକୁ, ମୃତ୍ୟୁକୁ ଜିତି ଯିବାକୁ ଚାହୁଁଛି, ସେ ଅମର ହେବାକୁ ଚାହୁଁଛି। ତେଣୁ ବିଭିନ୍ନ ପ୍ରକାର ପତ୍ରିକାରେ, ବିଭିନ୍ନ ପ୍ରକାର ନ୍ୟୁଜରେ ଦେଖୁଥିଲି ମୁଁ, କିଛି ଲୋକ ବିଭିନ୍ନ ପ୍ରକାର ଇଞ୍ଜେକ୍ସନ ବାହାର କରୁଛନ୍ତି, ଅମର ହେବାର ବର ପ୍ରାପ୍ତି କରୁଛନ୍ତି। ପୁରାଣ ମାନଙ୍କରେ ବିଭିନ୍ନ ପ୍ରକାର
ଅଛନ୍ତି ପୁରାଣ ଶାସ୍ତ୍ର ବିଭିନ୍ନ ପ୍ରକାର ନାଁ ଆମେ ନେଇପାରିବା ଯେଉଁମାନେ ଅମର ବର ପାଇବାକୁ ଚାହୁଁଛନ୍ତି। ମହାପୁରୁଷ କିଏ ମାନେ ଯେଉଁମାନେ ସବୁଦିନ ଦୁନିଆରେ ଅମର ହେଇକି ରହିବାକୁ ଚାହୁଁଛନ୍ତି। ଦୁନିଆରେ ଅମର ହେବାକୁ ଲୋକ ଚାହୁଁଛନ୍ତି, ତାମାନେ ମଲା ପରେ ବି ଆମ ନାଁ ରହିବ, ଆମକୁ ଲୋକ ମନେ ପକେଇବେ, ସେଇଟା ଇମ୍ପୋର୍ଟାଣ୍ଟ ଲୋକମାନଙ୍କର। ଇତିହାସ କରିକି ଯିବା, କ୍ରାନ୍ତି କରିକି ଯିବା, ଲୋକଙ୍କ ମନରେ ସଦା ସର୍ବଦା ଚିରସ୍ମରଣୀୟ ହେଇକି ରହିବା, ସେଇଟା ଲୋକଙ୍କର ଧାରଣା। ଦୁନିଆରେ କେମିତି ସବୁଦିନ ପାଇଁ ବଞ୍ଚି ରହିବା, ଦୁନିଆଟା କେମିତି ଆମକୁ ମନେ ପକାଉଥିବ। ହଁ, ସେ ମହାମନୀଷୀ ବା ମହାପୁରୁଷ ବଡ଼ ବଡ଼ ଜ୍ଞାନୀ ହୁଅନ୍ତୁ, ବୈଜ୍ଞାନିକ ହୁଅନ୍ତୁ, ଇତିହାସକାର ହୁଅନ୍ତୁ, ଲେଖକ, ସାହିତ୍ୟିକ କି ଗୀତିକାର କି ଗାୟକ କି ଅଭିନେତା କି ଖେଳାଳି, ଏମାନେ ଚାହାନ୍ତି ଏମାନଙ୍କର ଜୀବନରେ ସେ ସୌଭାଗ୍ୟ ଜୁଟେ, ସେମାନେ ସବୁଦିନ ପାଇଁ ଅମର ହେଇକି ରହନ୍ତି, ସବୁଦିନ ପାଇଁ ଲୋକଙ୍କ ମନରେ ରହନ୍ତି, ପ୍ରତ୍ୟୟ ସ୍ମରଣୀୟ ଯାହାକୁ କୁହାଯାଏ। କିନ୍ତୁ ସମସ୍ତ ଭାବରେ ଜୁଟେ ନା, ସମସ୍ତ ଭାବରେ କଣ ଜୁଟେ କି ଅମର ହେଇକି ରହିବା କଥା? ତ ମୃତ୍ୟୁ ବିଷୟରେ କେହି ଭାବନ୍ତିନି। ମୃତ୍ୟୁ ପରେ କଣ ହବ, ମୃତ୍ୟୁ କାହିଁକି ହେବି, ମୁଁ ମରିବା କଥା କିଏ ଭାବନ୍ତିନି, କି ମରିବି ବୋଲି ବି ଚିନ୍ତା ବି କରନ୍ତିନି। ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ଆମ ଗୋଡେ ଗୋଡେ ଜଗିଛି। ସମୟ ଥିଲା 40, 50 କି 100, 200 ବର୍ଷ ତଳେ ଆମ ଯାତ୍ରା ଗତିପଥ, ଲେଖା ଲେଖି, ପଢା ପଢି କି ଆମର ଜୀବନ ଶୈଳୀରେ ସେମିତି କିଛି ବିପଦପୂର୍ଣ୍ଣ ନଥିଲା। ଆଗରୁ ଯଦି ଆମେ କହିବା ମୃତ୍ୟୁ ସେତେବେଳେ ହଉଥିଲା ଯଦି ଜଙ୍ଗଲୀ ଜାନିବାର କାହା ହାବୁଡରେ ପଡି ଯାଉଥିଲେ, କି ବିଭିନ୍ନ ଦୁରାରୋଗ୍ୟ, ଏଇ ଯେମିତି ହଇଜା, ମିଳିମିଳା, ଝାଡା, ଡାଇରିଆ, ଏମିତି ସାଧାରଣ ରୋଗ ବୈରାଗ ହେଇଗଲା, ଲୋକ ମରିବାର ସମ୍ଭାବନା ଥିଲା। ଯେତେ ଯେତେ ମେଡିକାଲ ସାଇନ୍ସ ଅଗ୍ରଗତି କରିଛି, କି ବିଜ୍ଞାନ ଜଗତର ଆଡଭାନ୍ସ ଆସିଛି, ଟେକ୍ନିକାଲ ଆଡଭାନ୍ସ ହେଇଛି, ଔଷଧ ପତ୍ର କୁହନ୍ତୁ, ବିଭିନ୍ନ ଦୁରାରୋଗ୍ୟ, କ୍ୟାନ୍ସର କି ବହୁତ ବଡ ବଡ ଦୁରାରୋଗ୍ୟ ସବୁ ଯୋଉ ହୁଏ, ସେ ସବୁକୁ ବି ସୁସ୍ଥ କରିବା, ଆରୋଗ୍ୟ କରିବାର ଉପାୟ ସବୁ ବିଜ୍ଞାନ ହାତେଇ ସାରିଛି। ତେଣୁ ରୋଗ ବୈରାଗରେ ଆୟୁଷ କାଳ ବଢି ଚାଲିଛି। 40, 50, 60 ବର୍ଷ ବଞ୍ଚିଲେ ବଡ କଥା ହଉଥିଲା ଆଗକୁ। ଏବେ 80, 90 ପାର କରୁଛୁ ଆମେ। ମେଡିସିନ ବିଭିନ୍ନ ପ୍ରକାର ବ୍ୟବହାର କରିକିରି, ଔଷଧ ପତ୍ର ନେଇକି, ଶଯ୍ୟାରେ ଥାଇକି ବି ଲୋକ MLA MP ହେଇକି ଇଲେକ୍ସନ ଲଢୁଛନ୍ତି। କିଡନୀ ଟ୍ରାନ୍ସପ୍ଲାଣ୍ଟ, ହାର୍ଟ ସର୍ଜରୀ, ବିଭିନ୍ନ ପ୍ରକାର ଜିନିଷ, ଚକ୍ଷୁ, ସବୁ ପ୍ରକାର, ଏମିତି କୌଣସି ଜିନିଷ ନାହିଁ ଯେ କୋଉଟା ସଲ୍ୟୁସନ ନାହିଁ ବା କୋଉଟା ଭଲ ହେଇପାରିବ। ଆୟୁଷ ବଢିଯାଇଛି, ଯାହା କି ଜନ୍ମ ହାରଟା କମିଛି, ଜନସଂଖ୍ୟା ନିୟନ୍ତ୍ରଣ ବଢିଛି, କିନ୍ତୁ ମୃତ୍ୟୁ ହାରଟା ଏତେ ମାତ୍ରାରେ ନାହିଁ ଯେତେ ମାତ୍ରା ଆଗରୁ 40, 50 ବର୍ଷ ପୂର୍ବେ ଲୋକ ମରୁଥିଲେ। ସେ ପରିମାଣର ମୃତ୍ୟୁ ହଉନାହିଁ। କିନ୍ତୁ ଏବେ ଯାହା ଆପଣ 4-6 ବର୍ଷ କି ଏଇ କିଛି ବର୍ଷ ହବ ଦେଖୁଥିବେ ଆପଣ ବିଭିନ୍ନ ଦୁର୍ଘଟଣା ଲୋକଙ୍କ ଜୀବନ ଯାଉଛି। ଏଇ ଗାଡି ଘୋଡା, ଫ୍ଲାଇଟ କ୍ରସ, ଟ୍ରେନ ଗଳି ପଡିଲା, କି ଗାଡି ଘୋଡା, ବାଇକ, ବିଭିନ୍ନ ଘଟଣା, ଦୁର୍ଘଟଣା, ଗ୍ୟାସ ଫାଟିଗଲା, କରେଣ୍ଟ ସହ କିଏ ବୁଡିଗଲା, କିଏ ଉଡିଗଲା, କିଏ ସେଲ୍ଫି ଉଠେଇକି କିଏ ଗଳି ପଡିଛି ଡ୍ରାଇଭର, ବନ୍ଧରେ ବୁଡି ମରିଯାଇଛି, କିଏ ଛାତରୁ ଗଳି ପଡିଛି, କିଏ ଘରେ ଥାଇ କରେଣ୍ଟ ସକରେ, କି ଗ୍ୟାସ ଫାଟିଗଲା, କାର ସୋଲାର, ବିଭିନ୍ନ ପ୍ରକାର ଘଟଣା ଯୋଉଗୁଡା କି ମାନବୀୟ କୃତ ଦୁର୍ଘଟଣା ସବୁ ଘଟୁଛି। ଏଠି ଏଥିରେ ଦୈବୀକୃତ ବୋଲି ଆମେ କହିପାରିବା ନାହିଁ। ମାନବୀକୃତ ଯେତିକି ଫାଷ୍ଟ ହଉଛନ୍ତି, ଯେତିକି ଚାଲାକ ହଉଛନ୍ତି, ଟେକ୍ନୋଲୋଜି ଆଉ ବ୍ୟବହାର କରି ଆମେ ଯେତିକି ଆଗକୁ କରୁଛନ୍ତି, ସେତିକି ଆମର ମରଣ ନିକଟତର ହେଇଯାଉଛି। ମୋବାଇଲ ଫାଟିକି ମରିଯାଉଛି, ଚାଲିଥାଇକି କିଏ ଖସି ଯାଉଛି, ଖାଇବା ପିଇବାରେ ବିଷ ହେଇଯାଉଛି, ଜହର ହେଇଯାଉଛି, ପଏଜନ ହେଇଯାଉଛି। ଏସବୁ ଜିନିଷ କିଛି ବର୍ଷ ପୂର୍ବେ ନଥିଲା। ତ ଜୀବନ ଶୈଳୀ କି ବିଜ୍ଞାନ ଯେତେ ସୁଖମ କରିବାକୁ ଚେଷ୍ଟା କରିଛି, ମୃତ୍ୟୁର ଯମଦୂତ ଆମକୁ ଡାଳେ ଡାଳେ ଗଲେ ଆମେ ସେ ପତରେ ଶିରାରେ ଆମ ପଛରେ ଗୋଡେଇଛି। ଏ ମୃତ୍ୟୁକୁ କେହି ଡରୁନାହାନ୍ତି, କେହି ଭାବୁନାହାନ୍ତି ଆମେ ମରିବା। ଗାଡି ଘୋଡା, ଫ୍ଲାଇଟ କ୍ରସ, ଟ୍ରେନ ଦୁର୍ଘଟଣା, କିଏ ସମୁଦ୍ର ବୁଲାଣି, କିଏ ଚନ୍ଦ୍ର ପୃଷ୍ଠକୁ ଯାଇକିରି ସେ କଣ ତାଙ୍କ ନା ସୁନିତା ବିଲିୟମ୍ସ 1.5 ବର୍ଷ 2 ବର୍ଷ ଖଣ୍ଡେ ଫସିକି ରହିଗଲେ। ମାନେ ମଣିଷର ସାହସ ଦେଖ କେତେ। ମଙ୍ଗଳ ଗ୍ରହ ନା ଚନ୍ଦ୍ର ଗ୍ରହକୁ ଯାଇକିରି ସେ 1.5 ବର୍ଷ 2 ବର୍ଷ ଖଣ୍ଡେ ଫସିକି ରହିଗଲେ ମହାକାଶରେ ଯାଇକି। ତେଣୁ ଆମର ଆଉ
ଭାବନା ଡର ଇଏ ନାହିଁ ଯେ ଆରେ ଏଇଗୁଡା କଲେ ବିଜ୍ଞାନ ସେତେ ଫାଷ୍ଟ ସେତେ ମଣିଷକୁ ସେତିକି ସାହସୀ କରେଇ ଦେଇଛି। କୋରୋନା ବି ହେଲା, କୋରୋନା ମହାମାରୀ ବି ହେଲା, ସେଥିରେ ଲୋକ ଡରିଲେନି। ଯେତେ ପ୍ରକାର ହେଲେ ବି ଭ୍ୟାକ୍ସିନ, ମୁଁ କାଲି ନା ଆଜି ଦେଖୁଥିଲି ମ୍ୟାଲେରିଆର ଗୋଟେ ଭ୍ୟାକ୍ସିନ ବାହାରିଛି। ସେ ଭ୍ୟାକ୍ସିନ ହେଲା ମ୍ୟାଲେରିଆ ହବନି। କୋରୋନାର ବି ଭ୍ୟାକ୍ସିନ ବାହାରିଗଲା, 2-3ଟା ଡୋଜ ଲୋକ ନେଲେ, ପୁଣି ହରେଇ ଦିଆଗଲା। ଯେତେ ବଡ ବନ୍ୟା, ବାତ୍ୟା, ମରୁଡି, ଭୂମିକମ୍ପ, ଏବେ ମୁଁ ଦେଖୁଥିଲି କେରଳରେ, ରାଜସ୍ଥାନରେ ପ୍ରବଳ ବନ୍ୟା ବର୍ଷା, ପୁଣି ସାଉଥ କୋରିଆରେ ପ୍ରବଳ ବର୍ଷା ବନ୍ୟା। ଯେତେ ସମସ୍ୟା ଆସିଲେ ବି ବିଜ୍ଞାନକୁ ବ୍ୟବହାର କରି ଚତୁର ମଣିଷ ସବୁ ଆକଟକୁ ଆଡେଇ ଚାଲିଛି। ମୃତ୍ୟୁକୁ ଡରୁନି। ତେଣୁ ମୃତ୍ୟୁକୁ ଡରୁନି ବୋଲି କଣ ମୃତ୍ୟୁ ହବ, ମରିବାନି କି? ତେଣୁ ମର୍ତ୍ତ୍ୟ ମଣ୍ଡଳ ଦେହ ବହି ଦେବ ତାହେଲେ ମରିବାନି ବୋଲି କିଏ କହିଲା? ମରିବା ଆମେ, କିନ୍ତୁ ମରିବାଟାକୁ ଏକ ବିଧି ନିର୍ଦ୍ଧାରିତ ବୋଲି ସ୍ୱୀକାର କରିବାକୁ ଚାହୁଁନାହାନ୍ତି। ଆମର ତ ପୁଣି ଧର୍ମ ଦେଶ, ଧର୍ମର ଦେଶ, ଧର୍ମ ଉତ୍ପତ୍ତିର ଦେଶ। ଏଠି ପ୍ରବଚନ, ଗୀତା, ଭାଗବତ, ଶାସ୍ତ୍ର, ବେଦ, ଉପନିଷଦ ଏସବୁ ଜିନିଷରେ ଆମେ ମାତିକି ଭାଗବତ ଗୀତା ପଢିକି ଆମେ ସବୁବେଳେ ଜୀବନକୁ ପରିଚାଳିତ କରି ଚାଲିଛୁ। କିନ୍ତୁ ବିଦେଶ ମାନଙ୍କରେ ଏସବୁ ଚାଲେନି। ମର ଶଯ୍ୟାରେ ଥାଇକି ବି ଭୀମ ଯେମିତି ଉପଦେଶ ଦେଲା ଭଳି ସେମାନେ ମର ଶଯ୍ୟାରେ ଥାଇକି ବି ସବୁ ପ୍ରକାର ପରିକଳ୍ପନା କରିପାରନ୍ତି, ସବୁ ପ୍ରକାର ରିସର୍ଚ୍ଚ କରିପାରନ୍ତି। ମୃତ୍ୟୁକୁ ଜିତି ଯାଇଛି ମଣିଷ, ମୃତ୍ୟୁଞ୍ଜୟ ହେବାକୁ ଚେଷ୍ଟା କରିଛି। ଏଇଟା ହିଁ ମୂଳ କଥା। ଆଜିକା ଡେଟ୍ରେ ମଣିଷ ମୃତ୍ୟୁଞ୍ଜୟୀ ହେବାକୁ ଚେଷ୍ଟା କରିଛି। ମୃତ୍ୟୁକୁ ଜିତିଛୁ ମଣିଷ, କିନ୍ତୁ ସେଟା ସାମୟିକ, ଆଉ ଖାଲି ବାହସ୍ପଟ, ଆଉ ଖାଲି ଆତ୍ମଗର୍ବୀ, ଆଉ ତା ଛଡା କିଛି ନୁହଁ। ମୁଁ ମୃତ୍ୟୁକୁ ଜିତିଛି। ତେଣୁ ସେ କ୍ରିସ୍ ଫିଲ୍ମ ଗୋଟେ କଥା ନାହିଁ, ସେ ସିଦ୍ଧାର୍ଥ ଆରିଆ ଆମର ସେ ନାସିରୁଦ୍ଦିନ ଶାହ ଆଜ୍ଞା ଫ୍ୟୁଚର ଦେଖିବାକୁ ଚାହିଁବେ। ସେ ଟେକ୍ନିକାଲି ସେ ମେସିନ ତିଆରି କରିଥିବେ, ସେ ଯେମିତି ନିଜର ଫ୍ୟୁଚର ଦେଖିବାକୁ ତ ମୃତ୍ୟୁ ହିଁ ତାକୁ ଦେଖାଯିବ। ମଣିଷ ଫ୍ୟୁଚରିଷ୍ଟିକ ହେବାକୁ ଚାହୁଁଛି। ଆମେ ଜାଣିଛୁ ଆମ ଭାରତ ବର୍ଷରେ ଜ୍ୟୋତିର୍ବିଦ୍ୟା, ଖଗୋଳ ବିଦ୍ୟା, ବିଭିନ୍ନ ବିଦ୍ୟା ଦେଖିକିରି ଆମେ କୁହ ଆଜି ଭଲ ହବ, ଆଜି ଇଏ ହବ, ଭଲ ଶୁଭ ଅଶୁଭ ଏସବୁ ଜିନିଷ। ମଣିଷ ଟେକ୍ନୋଲୋଜି ବ୍ୟବହାର କରି ସବୁ କିଛି ପ୍ରେଡିକ୍ଟ କରିଦେଇ ପାରୁଛି। ସବୁ ଏ ଟୁ ଜେଡ୍ ସବୁ ପ୍ରେଡିକ୍ଟ କରିଦେଇ ପାରୁଛି। ପେଟରେ ଥିବା ଛୁଆ ପୁଅ ହବ କି ଝିଅ ହବ ସେଇଟା ବି ପ୍ରେଡିକ୍ଟ କରିଦେଇକିରି ଗର୍ଭ ନଷ୍ଟ ବି କରିଦେଇ ପାରୁଛି। ଯଦି ଝିଅ ଦରକାର ନାହିଁ ତାକୁ ଝିଅ ଗର୍ଭ ନଷ୍ଟ ବି କରିଦେଇ ପାରୁଛି। ସବୁ ପ୍ରେଡିକ୍ଟ କରିଦେଇ ପାରୁଛି। କିଏ ଜଣେ କହୁଥିଲେ, ମୁଁ କାହା ସହିତ ଗୋଟେ କଥା ହଉଥିଲି, ସେ କହୁଥିଲେ ଆଜ୍ଞା ଖାଲି ନିଶ୍ୱାସ ପ୍ରଶ୍ୱାସ ଖଣ୍ଡେ ଖାଲି ମଣିଷକୁ ଦେଇପାରୁନି ବିଜ୍ଞାନ, ନହେଲେ ବାକି ସବୁ କିଛି କରିପାରୁଛି। ମୃତ୍ୟୁ ଗୋଟେ ଅଛି, ମରଣ ଗୋଟେ ଅଛି। ଏ ଜିନିଷ ଉପରେ ଯେତିକି ଲୋକଙ୍କର ଭୟ କମୁଛି, ମଣିଷ ସେତିକି ଦୁର୍ନୀତିଗ୍ରସ୍ତ, ସେତିକି ଅପରାଧୀ, ସେତିକି ଅବିବେକୀ, ସେତିକି ଭ୍ରଷ୍ଟାଚାରୀ, ସେତିକି ଅନୀତିବାନ, ଅନ୍ୟାୟୀ ହେଇ ଚାଲିଛି। କାରଣ ମୃତ୍ୟୁ ନାହିଁ, ମରିବାକୁ ଡର କାରଣ। ମୁଁ ମରି ବୋଲି ଡରୁ ହିଁ ନାହାନ୍ତି ମଣିଷ। ଯେ ମରଣର ଡର ମଣିଷ ଭିତରେ ପଶିବ ନା, ସେ ପୁରା ଠିକ ବାଟକୁ ପଳାଇଯିବ। ସେ ପୁରା ଠିକ ବାଟକୁ ପଳାଇଯିବ। ମରଣର ଡର ମଣିଷକୁ ପଶିବ ନା, ସେ ପୁରା ଠିକ ବାଟକୁ ପଳାଇଯିବ। କିନ୍ତୁ ମରଣର ଡର ତ ମଣିଷକୁ ନାହିଁ ନା। ମରଣର ଡର ମଣିଷକୁ ନାହିଁ। ମଣିଷ ନିଜକୁ ଜିତେନ୍ଦ୍ରିୟ ତ କରିପାରିନି, ଜିତେନ୍ଦ୍ରିୟ ହବାର ପ୍ରଶ୍ନ ଉଠୁନି। ଇନ୍ଦ୍ରଜିତ ହେଇପାରିନି ମଣିଷ, ବରଂ ଇନ୍ଦ୍ର, ପଞ୍ଚେନ୍ଦ୍ର, ପଞ୍ଚଭୂତ ଏସବୁ ଜିନିଷ ତ ଅଛି, କିନ୍ତୁ ପଞ୍ଚ ଇନ୍ଦ୍ରିୟ ପାଖରେ ଇନ୍ଦ୍ରିୟ ସଂଯମ ମଣିଷ ପାଖରେ ଆଜି ଆଉ ନାହିଁ। ଯାହା ଚାହିଁଲା ଖାଇଲା, ଯାହା ଚାହିଁଲା ପିଇଲା, ଯାହା ଚାହିଁଲା କଲା, ଯାହା ମନକୁ ଆସିଲା ସେ ଖାଇଲା, ପିଇଲା, ନାଚିଲା, ଡେଇଁଲା, ଯାହା ଚାହିଁପାରିଲା କଲା। ତା ମନକୁ ଯାହା ଆସିଲା ସେ କଲା। ସ୍ୱାଧୀନ ଦେଶ, ସବୁ ଦେଶ ସ୍ୱାଧୀନ, 200 ଦେଶ ସ୍ୱାଧୀନ ପୃଥିବୀରେ, 750 କୋଟି କି 800 କୋଟି ଅଛନ୍ତି। ସମସ୍ତେ ସ୍ୱାଧୀନ, କାହାର ବି କାହା ଅଣ୍ଡରରେ କିଏ ରହିବାକୁ ନାହିଁ, କୋଉ ଦେଶ କାହା ତଳେ ରହିବାକୁ ନାହିଁ, କିଏ କାହା କଥା ହୁକୁମ ମାନିବାକୁ ନାହିଁ। ଏମିତି ପରିସ୍ଥିତି, ସମସ୍ତେ ନିଜ ନିଜକୁ ବଡ ବୋଲି ଭାବୁଛନ୍ତି। ଏ ପରିସ୍ଥିତିରେ ମରଣର ଭୟ କାହାକୁ ଆଉ ନାହିଁ।
ମରଣର ଭୟ କାହାକୁ ବି ନାହିଁ। ଗାଡି ଘୋଡାରେ 24 ଘଣ୍ଟା ଯାଉଛୁ ଆମେ, ଯାନବାହନ ଗତାୟତ, ପାଦରେ ଚାଲିଯିବୁ କଷ୍ଟ। ବିଭିନ୍ନ ଦେଶରେ ଯିବେ ସବୁ ସାଇକେଲ ଚଲଉଛନ୍ତି, ମାନେ ବାହାର ଦେଶ ମାନଙ୍କରେ ସାଇକେଲ ସୁନ ଗାଡି ଚଲଉଛନ୍ତି, ସୁନ ଗାଡି ଯାକୁ। ଆମେ ଖାଲି ମୋଟର ସାଇକେଲ, ବାଇକ, ଫୁଏଲ ପକେଇକି, ତେଲ ପକେଇକି, ଏମିତି ବି ପାହାଡିଆ ଦେଶ ଆମର, ସମତଳ ପ୍ଲେନ ସିରିଆ ମାନଙ୍କ କଥା ହେଲା। ସାଇକେଲ ଚଢିବାର ନାହିଁ, ଚାଲିବାର ଜମାରୁ ନାହିଁ। ଟେମ୍ପୁ, ବାଇକ, କାର, ଘଣ୍ଟା ଘଣ୍ଟା ଗାଡି, ଘଣ୍ଟା ଘଣ୍ଟା ବାଇକ, ଘଣ୍ଟା ଘଣ୍ଟା ଟ୍ରକ, ବସ୍, 24 ମଣିଷ ଯେତିକି ତାଠୁ ବଳକା ଗାଡି ଗୋଟା ବସ୍ ଟ୍ରକ୍ ହେଇଗଲାଣି। ବଜାର ଯଦି ଆପଣ ବଜାରକୁ ହାଟ ବଜାର ସୌଦା କରି ରହିଥିବେ, ଦେଖିବେ ମଣିଷ ଯେତିକି ନୁହଁ ତାଠୁ ବଳକା ବାଇକ ଥିବ। ଗାଁରେ ମଣିଷ ଯେତିକି ତାଠୁ ବଳକା ବାଇକ ଥିବ। ସାଇକେଲ କାର ଗୋଟେ କାଁ ଭାଁ ଗୋଟେ ଦିଟା ଥିବ। ଏ ଯାନବାହନ ଗତାୟତରେ ବିପଦକୁ ଆମେ ଡାକୁଛନ୍ତି। ରାସ୍ତାରେ ପ୍ରତି ମୁହୂର୍ତ୍ତରେ ଶହ ଶହ ଗାଡି ଘୋଡା, ବଡ ବଡ ମେଟ୍ରୋ ସିଟି ମାନଙ୍କରେ ଆପଣ ଦେଖୁଥିବେ ପ୍ରତି ମିନିଟକେ ଶହ ଶହ ଗାଡି ପାସ୍ କରୁଛନ୍ତି। କାର ଅଗଣିତ କାର। ଏଟା ତ ଯାହା ପଲ୍ୟୁସନ ହଉଛି କି ନ ହଉଛି ସେଟା ଅଲଗା କଥା। ତେଣୁ ବିଭିନ୍ନ ଦେଶରେ, ଆମର ବିଭିନ୍ନ ରାଜ୍ୟରେ ମଧ୍ୟ ନିୟମ ହେଇଛି, ଯୋଉ ଜନସାଧାରଣ ଯାଉଥିବା ଗାଡିରେ ବା ପବ୍ଲିକ ଭେହିକଲରେ ଯାହା ଆସ କରନ୍ତୁ, ବ୍ୟକ୍ତିଗତ କାର ଯଦି ସେମିତି ନିହାତି ଦରକାର ପଡୁନ ତାହେଲେ କିଣନ୍ତୁ। ତ 24 ଘଣ୍ଟା ରୋଡରେ ଆମେ ଯୋଉ ପ୍ରକାର ରାସ୍ତାରେ ଯାଉଛୁ କି ଯୋଉ ବେଗରେ ଯାଉଛୁ କି ଆଉଛୁ, ମରିବାଟା ବେଶୀ କିଛି ନୁହଁ। ଅଳ୍ପ ଟିକେ ବି ଅନବାଲାନ୍ସ ଆମେ ଦୁର୍ଘଟଣାର ଶିକାର ହେଇପାରିବା। ରାସ୍ତାଘାଟରେ ସବୁବେଳେ କରେଣ୍ଟ, ମୋବାଇଲ, ଗ୍ୟାସ ଚୁଲା, ସାବର ବାଥ, ଇଲେକ୍ଟ୍ରିସିଟି ପାଖରେ ଆମେ ବ୍ୟବହାର କରୁଛୁ। ତା ବିନା ତ ଜୀବନ ଅଧା। ଏସି, ଫ୍ରିଜ, ଏ ସବୁ ଜିନିଷ, ଏ ସବୁଥିରୁ ଆମ ଜୀବନ ସୌଖୀ ନେଇଯାଉଛି। କୌଣସି ପ୍ରକାର ଶାରୀରିକ ବ୍ୟାୟାମ ହେଇପାରୁନି, ରୋଗାଗ୍ରସ୍ତ ହେଇଯାଉଛି। ଏସିରେ ରହୁଛୁ 24 ଘଣ୍ଟା, ଗରମ ସବୁବେଳେ 8 ମାସ 10 ମାସ, ଖରା ନାହିଁ, ଏସିରେ ରହୁଛୁ, ଏୟାର କଣ୍ଡିସନ, ଏୟାର କୁଲରେ। ଏସବୁ ଉପରେ ଯଦି ରୋଗାଗ୍ରସ୍ତ ତ ହଉଛୁ, ସେ ତ ଅଲଗା କଥା, ନିଜକୁ ନିଜେ ମାରୁଛୁ। ତଥାପି ଆମ ଭିତରେ ଏମିତି ସ୍ପୃହା ଗୋଟେ ଅଛି ଯେ ଆମେ ବଞ୍ଚିବା। ଦୁନିଆ ମୋର, ପୃଥିବୀ ମୋର, ପୃଥିବୀରେ ମୁଁ ଈଶ୍ୱର। ଏ କଥା ମୁଁ ଆଗରୁ ବି କହିଛି। ପୃଥିବୀଟାକୁ ହାତ ମୁଠାରେ ରଖିବାକୁ ଚାହୁଁଛୁ। ତ ମରଣର ଭୟ କାହାକୁ ନାହିଁ, ମରିବାର ପ୍ରଶ୍ନ ଉଠୁନି। ଆମେ ମରିବା ନାହିଁ। ରୋଗ ଶଯ୍ୟାରେ ଥାଏ ମଧ୍ୟ ଜଣେ ଗୋଟେ ଲୋକ ତା ଜୀବନ ସହିତ ସଂଘର୍ଷ କରୁଥାଏ ମଧ୍ୟ, ଶେଷ ନିଶ୍ୱାସ ତ୍ୟାଗ କଲା ବେଳକୁ ମଧ୍ୟ ମଣିଷ ଆଶାର ସ୍ୱପ୍ନ, ସୁନେଲି ସ୍ୱପ୍ନ ଦେଖୁଛୁ, ଏହା କରିବି ସେୟା କରିବି ସେୟା କରିବି। ମେଡିକାଲ ସାଇନ୍ସ ଯେତେ ଅଗ୍ରଗତି ହେଇଛି ସେତେ ମଣିଷ ସୁସ୍ଥ ହବାକୁ ଚେଷ୍ଟା କରିକି କିଛି ଟାବଲେଟ ବାହାରିଗଲାଣି ଚିର ଯୌବନ ରଖିବାକୁ। ମୁସଲମାନ ଦେଶରେ କିଛି ପକ୍ଷୀର ମାଂସ ଖାଆନ୍ତି ବା ମାଂସ ଖାଆନ୍ତି, ଯେମିତି ସେମାନଙ୍କ ଯୌବନ 70, 50, 60 ପର୍ଯ୍ୟନ୍ତ ବଞ୍ଚେଇକି ରଖିପାରିବେ, ଯବାନୀ ବଞ୍ଚେଇ ରଖିବା ପାଇଁ। କିଛି ପକ୍ଷୀର ମାଂସ ଖାଆନ୍ତି ମୁସଲିମ କଣ୍ଟ୍ରି ମାନଙ୍କରେ। ସେ ପକ୍ଷୀର ନାଁ ତ ମୁଁ ଜାଣିନି, ପଢିଛି ବାଟ ମନେ ପଡୁନି ମୋର। ତ ଏମିତିରେ କଣ କରାଯାଇପାରିବ? ମଣିଷ ମରଣକୁ ହିଁ ଆଡେଇ ଦେବାକୁ ଚାହୁଁଛି। ତା ମାନେ ଆମେ ଧ୍ୱଂସର ଚରମ ସୀମାରେ ପହଞ୍ଚି ସାରିଛେ। ଉନ୍ନତିର ଚରମ ଶିଖରରେ ପହଞ୍ଚିଲା ପରେ କଣ ହୁଏ? ପୁରା ଟିପ ଗଲା ପରେ କଣ? ତାପରେ ତଳକୁ ଖସିବ ମଣିଷ, ପୁରା ତଳକୁ, ପୁରା ଗାତକୁ ପଡିବ। ସିଆ ହିଁ ଉନ୍ନତିର ଚରମ ଶିଖରରେ ପହଞ୍ଚିଲା ପରେ ମଣିଷ କଣ ହବ? ମଣିଷ ସିଆ ଏକ୍ସପେକ୍ଟେଡ। ମଣିଷ ପୁରା ବିଲୁପ୍ତ ପ୍ରାୟ ହେବାକୁ ବସିଛି। 750 କୋଟି 800 କୋଟି ଆଉ ନାହିଁ। କରୋନାରେ କୋଟି କୋଟି ଲକ୍ଷ ଲୋକ ମଲେ। ଏବେ ଜନ୍ମହାର ପୁରା ନିୟନ୍ତ୍ରଣ। ବିଭିନ୍ନ ରାଜ୍ୟ ମାନଙ୍କରେ, ଆମ ଦେଶ କଥା ଚିନ୍ତା କରାଯାଉ, ବିଦେଶରେ ଯାହା ହଉଛି ସେ ଅଲଗା କଥା। ଆମ ଦେଶରେ ବି ଜନ୍ମହାର ବହୁତ ସୀମିତ ହେଇଗଲାଣି। ବନ୍ଧ୍ୟାକରଣ, ଜନସଂଖ୍ୟା ନିୟନ୍ତ୍ରଣ ବହୁତ ମାତ୍ରାରେ ଚାଲିଛି। ଉପାୟ ବି ନାହିଁ ଆମର। ଏବେ ଅର୍ଥନୀତିରେ ଆମେ 4 ନମ୍ବରକୁ ଆଇଛୁ, ତାପରେ 3 ନମ୍ବରକୁ ଆଇ ବୋଲି ଏକ୍ସପେକ୍ଟେଡ, 3କୁ ଆଇ ବୋଲି ଲେଖା ପକେଇବା ନା, ଆଶା ରଖିବା ନା। ତାପରେ ପୃଥିବୀରେ ଦ୍ୱିତୀୟ ବୃହତ୍ତମ ବହୁଳ ଜନସଂଖ୍ୟା ରାଷ୍ଟ୍ର ହଉଛି ଭାରତ, ଚୀନ ପରେ ଆମେ। ଜନସଂଖ୍ୟା ନିୟନ୍ତ୍ରଣ, ଏମିତିରେ ମରଣର ନିକଟତର ଆକା ଆମେ ହେବାକୁ ଯାଉଛୁ। ପରବର୍ତ୍ତୀ ପିଢି ଆଉ ନାହିଁ। ପରବର୍ତ୍ତୀ ପିଢି ସହର ମାନଙ୍କରେ ଏତେ ଆଉ ପରବର୍ତ୍ତୀ ପିଢି ନାହିଁ। ସ୍କୁଲ କଲେଜ ସବୁ ବନ୍ଦ ହେବାକୁ ବସିଲାଣି ନା। ପିଲା ସଂଖ୍ୟା ନାହାନ୍ତି, ଜନସଂଖ୍ୟା ଜନରୋଧ ହେଇଗଲାଣି, ଗର୍ଭରୋଧ ହେଲାଣି। ଗର୍ଭ ନିରୋଧକ ବଟିକା, ଗର୍ଭ ନିରୋଧକ ରବର, ଏସବୁ ଜିନିଷର ବ୍ୟବହାର ପଡୁଛି କଣ? ଏସବୁ ଗର୍ଭ ନିରୋଧକ ଉପାୟ ସବୁ ବାହାରିକିରି
ମଣିଷ ଜନସଂଖ୍ୟା କମିବାକୁ ବସିଛି। ଜନସଂଖ୍ୟା ଆଉ ନାହିଁ। ହଉ ଭୋଟର ବଢୁଥିଲା, ଭୋଟର ବି ଆଉ ନାହିଁ। ବଡ ବଡ ଗାଁ ମାନେ ଲୋକ ବି କେହି ଖଣ୍ଡ ନାହାନ୍ତି। ମରିଗଲେ ମଶାଣିକି ଲୋକକୁ ନବାକୁ ଲୋକ ନାହାନ୍ତି। ଆମର ଖ୍ରୀଷ୍ଟିଆନିଟିରେ ମଶାଣି ଗାତ ଖୋଳିବା ପରେ ଲୋକ ନାହାନ୍ତି। ମଜୁରୀ ଲଗେଇ ଲୋକ ଗାତ ଖୋଳୁଛନ୍ତି। ଆଉ ସେ ଯୁଗ ଅଛି? ମଶାଣି ନବାକୁ ଲୋକ ନାହାନ୍ତି, ଗାତ ଖୋଳିବାକୁ ଲୋକ ନାହାନ୍ତି, ମଶାଣି ବୋହିକି ନବାକୁ ଲୋକ ନାହାନ୍ତି। ସେ କୋଉ ଗୋଟେ ସାହିତ୍ୟ ନା ପତ୍ରିକା ନା କୋଉ କାହାଣୀରେ ପଢିଲା ଭଳିଆ ଲାଗୁଛି, ସେ ଗାଁରେ ସବୁ ବିଲୁଆ ଡଉଛନ୍ତି। ସବୁ ଦାଦନ ଖଟିବାକୁ ପଡିଲେ, ବିଦେଶରେ ରହିଲେ ପେଟ ଚାଖଣ୍ଡ ପାଇଁ, ସବୁ ସହରାଭିମୁଖୀ ହେଲେ, ସହରକୁ ଗମନ କଲେ। ଏମିତିରେ ଗାଁ ଜନଶୂନ୍ୟ। ଏମିତିରେ ଆମେ ଆହୁରି ଆଶା ରଖୁଛନ୍ତି ଆମେ ଉନ୍ନତି ପୁଣି କରିବା, ବେପାର କରିବା, ସବୁ ହବ, କିନ୍ତୁ ମରଣର ଭୟ କାହାକୁ ନାହିଁ। ମରଣର ଭୟ କାହାକୁ? ଆମେ ଯେ ଦିନେ ମରିବା, ଜନ୍ମ ହେଇଛନ୍ତି, ପ୍ରତି ମୁହୂର୍ତ୍ତରେ ଆମର ଆୟୁଷ ସରି ସରି ଯାଉଛି। ଏ ସଂଘର୍ଷ ଚାଲିଛି, ସମସ୍ୟା ଚାଲିଛି, ସବୁଥିରେ ଯୁଝିକି ଆମେ ଚାଲିଛନ୍ତି। କିନ୍ତୁ ଗୋଟାଏ ଜିନିଷ ସରିଯାଉଛି ଆମ ଭିତରେ, ସେଟା ହଉଛି ବୟସ। ବୟସ ସରି ସରି ଯାଉଛି। ଆମେ ଭାବୁଛୁ ଆମେ ଯବାନ। ଠିକ କଥା, ଆମ ଯବାନୀ ସରିନି। ଯେତିକି ବୁଢା ହଉଛୁ ସେତିକି ଲୋକ ଷ୍ଟାଇଲ ହଉଛନ୍ତି, ସେତିକି ଚୁଟିରେ ରଙ୍ଗ ମାରିକି, ଚୁଟି କଳା କରିକି ଲୋକ 55, 60, 65 ଦ୍ୱିତୀୟ ବିବାହ କରୁଛନ୍ତି, ତୃତୀୟ ବିବାହ କରୁଛନ୍ତି। ସଦସ୍ୟ ଗୋଟେ ଉଦାହରଣ ଆପଣ ପାଇଥିବେ। ରାଜନେତା ମାନେ ହୁଅନ୍ତୁ, କ୍ରିକେଟ ଖେଳାଳି ମାନେ ହୁଅନ୍ତୁ, ସିନେମା ତାରକା ମାନେ ହୁଅନ୍ତୁ, 55, 60, 65 ନୂଆ ବିବାହ କରୁଛନ୍ତି। ଜୀବନ ବଞ୍ଚିଥିବା ପର୍ଯ୍ୟନ୍ତ ମଣିଷ ସ୍ୱପ୍ନ ଦେଖି ଚାଲିଥିବ, କିନ୍ତୁ କେତେ ନାହିଁ ଏ ଫ୍ୟାସନ ବାଜିରେ, ଏ ଜୀବନକୁ ଉପଭୋଗ କରିବାର ନିଶାରେ ଆମେ ଯୋଉ ମାତିଛନ୍ତି। ଆମେ ଖାଲି ବଞ୍ଚିବାକୁ ଚାହୁଁଛନ୍ତି। ବଞ୍ଚିବା ମାନେ କଣ? ଦୁନିଆକୁ ଭୋଗ କରିବା, ଦୁନିଆକୁ ଉପଭୋଗ କରିବା, ଏନ୍ଜୟ କରିବା, ବିବାହ କରିବା, ଘର ସଂସାର କରିବା। ଯେତେବେଳେ କି ଆମର ଜୀବନ ଚଳଣି ବା ବିଜ୍ଞାନ ବା ଆମ ଦୁନିଆଟା ଏମିତି ଏକ ପ୍ରକ୍ରିୟା ମାଧ୍ୟମରେ ଏମିତି ଏକ ସ୍ତରକୁ ପଳେଇ ଆସିଲାଣି ଯେ ଆଉ ଆଗକୁ ଗାଡି ଗଡିବାର ନାହିଁ। 1ରୁ 2 ହବାର ନାହିଁ, 2ରୁ 3 ହବାର ନାହିଁ। ଏ ପ୍ରକାର ପରିସ୍ଥିତିରେ ଆମେ ପୁଣି ସଂଘର୍ଷ କରୁଛନ୍ତି। କେବଳ ନିଜେ ପାଇଁ ନିଜେ ବଞ୍ଚିବା ଛଡା ଆଉ କିଛି ଉପାୟ ନାହିଁ। ଆମେ ଧରି ବସୁଛନ୍ତି ମରଣକୁ ଆମେ ଜିତିବା, ଆମେ ମରଣକୁ ଜିତିବା। ସେୟା ହିଁ ହବ। ଆମେ ନିଜେ ନିଜ ପାଇଁ ବଞ୍ଚିବା, କାହା ପାଇଁ କି ହବାର ନାହିଁ, 2ରୁ 3 ହବାର ନାହିଁ, ଖାଲି ଏନ୍ଜୟମେଣ୍ଟ। ବିଭିନ୍ନ ପ୍ରକାର ଦେଶ ମାନଙ୍କରେ ମହିଳା ପୁରୁଷ ସଂଖ୍ୟା କି ମହିଳା ପୁରୁଷ ଏ ବିବାହ ସମ୍ପର୍କିତ ବିଭିନ୍ନ ପ୍ରକାର ଜିନିଷ ତ ଡିସ୍କସ୍ କରିସାରିଛନ୍ତି। ବିଭିନ୍ନ ଭିଡିଓରେ ଆମେ ଡିସ୍କସ୍ କରିସାରିଛନ୍ତି। ମୋ ୟୁଟ୍ୟୁବ ଚ୍ୟାନେଲରେ, ମୋ ଓଡିଆ ନ୍ୟୁଜ ଏଡିଟୋରିଆଲ ଆନାଲିସିସ୍ କି ବିଭିନ୍ନ ପ୍ରକାର ଭିଡିଓରେ ମୁଁ କହୁଛି ମୋର ଚ୍ୟାନେଲରେ, ଯେ ବିଭିନ୍ନ ଦେଶରେ ଏ ପୁରୁଷ ନାରୀ ଏ ଯୋଉ ଲିଙ୍ଗଗତ ପାର୍ଥକ୍ୟ ବା ସେକ୍ସ ରେସିଓ ବିଭିନ୍ନ ପ୍ରକାର ସମସ୍ୟା ମୁଣ୍ଡ ଟେକିଲାଣି। ଏମିତିରେ ଦୁନିଆ ଶେଷ ହବାକୁ ଆସିଲା ବେଳକୁ ଆମକୁ ଜୀବନକୁ ନୂଆ ରଙ୍ଗରେ, ନୂଆ ରୂପରେ, ନୂଆ ଭାବରେ, ନୂଆ ଚିନ୍ତାରେ, ନୂଆ ବାଗରେ ବଞ୍ଚିବାର ଉପାୟ ଆମେ ସବୁ ଖୋଜୁଛନ୍ତି। ଆମେ ଖାଇବା, ପିଇବା, ପିନ୍ଧିବା, ବିଭିନ୍ନ ଜାଗା ବୁଲିବା, ଏନ୍ଜୟ କରିବା। ଆମେ ଟୁରିଷ୍ଟ ହେଇକି ଯାଇଛନ୍ତି। ଟୁରିଷ୍ଟ ବହୁତ ବୁଲୁଛନ୍ତି, ବୁଲିବା ଖାଲି ଏ ଜାଗାକୁ ସେ ଜାଗା, ଖାଲି ଦୁନିଆ ଦେଖି ବୁଲିବା। ହାଲାକି ଆମେ ଏଠି ଟୁରିଷ୍ଟ ହେଇକି ଯାଇଛନ୍ତି, ଆମେ କଣ ଟୁରିଷ୍ଟ ହେଇକି ବୁଲିବା? ଏ ଦୁନିଆକୁ ଭୋଗ କରିବା ଚକ୍କରରେ କେତେବେଳେ ହାତରୁ ସମୟ ସରିଯାଉଛି ଆମେ ଜାଣିପାରୁନାହାନ୍ତି। ମରଣର ଏତେ ନିକଟରେ ହେଇଛନ୍ତି। ଏଥିପାଇଁ କହୁଛି ମରଣ କଥା, କାରଣ ଦୁନିଆ ବିଜ୍ଞାନ ଯେତେ କ୍ଷିପ୍ର ଗତିରେ ଆଗେଇ ଚାଲିଛି, ସେତିକି ପ୍ରତି ପାଦେ ପାଦେ ବିପଦର ଘେରା, ବିପଦର କଣ କହୁଛନ୍ତି ପରିବେଶ ବା ବିପଦର ଷଡ଼ଯନ୍ତ୍ର ମଣିଷ ନିଜ ପାଇଁ ନିଜେ କରିଦଉଛି। କହୁଛନ୍ତି ଅଣ୍ଟି ଚୁରି ତଣ୍ଟି କାଟେ, ସେଇ ପରିସ୍ଥିତି ହେଇଛି ଆମର। ଅଥଚ ଆମେ ସବୁବେଳେ ବଞ୍ଚିବା, ଖାଇବା, ପିଇବା, ଉଠିବା, ଘରେ ବାହାରେ ସବୁ ଜାଗାରେ ବିପଦର ଘୋର ସଂକୁଳ ଅବସ୍ଥାରେ ଆମେ ଅଛନ୍ତି। ଇମାରତ ଉପରେ ଇମାରତ, ଟାଉନ ମାନଙ୍କରେ ଇମାରତ ଉପରେ ଇମାରତ, ଲିଫ୍ଟ, କମ୍ପ୍ୟୁଟରକରଣ, ସ୍ୱାସ୍ଥ୍ୟଗତ କାରଣରୁ ହଉ କି ଚିନ୍ତାଧାରା କାରଣରୁ ହଉ କି ଯାନ୍ତ୍ରିକ କାରଣରୁ ହଉ, ଏ ଅତି ଯାନ୍ତ୍ରିକ ହବାଟା ହିଁ ଆମର ମୃତ୍ୟୁର କାରଣ, ଆଉ କିଛି ନାହିଁ। ମଣିଷ ଯେତେବେଳେ ଅତି ଯାନ୍ତ୍ରିକ ହେଇଯାଏ, ସଭ୍ୟତା ନଷ୍ଟ ଆଡକୁ ଯାଏ। ଅତ୍ୟଧିକ ଯାନ୍ତ୍ରିକ ହବାଟା, ଅତ୍ୟଧିକ ଯନ୍ତ୍ର ଦ୍ୱାରା ପରିଚାଳିତ ହବାଟା ହିଁ ମଣିଷର ଶାରୀରିକ ମୃତ୍ୟୁ, ଆତ୍ମିକ ମୃତ୍ୟୁ, ନୈତିକ ମୃତ୍ୟୁ, ସବୁ ମୃତ୍ୟୁର ମୂଳ କାରଣ ହଉଛି ଯାନ୍ତ୍ରିକ। ମଣିଷ ଅତ୍ୟଧିକ ଯାନ୍ତ୍ରିକ ଆଡକୁ ଗତି କରୁଛି।
ଏ ସବୁ ପରିସ୍ଥିତିରେ ମଧ୍ୟ ଆମେ ଧରି ବସୁଛନ୍ତି, ସେ ଯନ୍ତ୍ରକୁ ଧରିକି ଉପଭୋଗ କରୁଛନ୍ତି। ସବୁ ପ୍ରକାର ଜିନିଷ ଏଠି ଡେଭଲପ ହେଇଛି ଦୁନିଆରେ। ଆର୍ଟିଫିସିଆଲ ଅର୍ଗାନ ଗୁଡା ବି ତିଆରି କରିସାରିଲାଣି ଦୁନିଆ। ଆର୍ଟିଫିସିଆଲ ଅର୍ଗାନ ତିଆରି ହେଇସାରିଲା, ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ହେଇପାରୁଛି। ଆର୍ଟିଫିସିଆଲ ଆମର ଯୋଉ ଆମର ଶରୀର ପାଇଁ ଯୋଉ ଦରକାର ଆର୍ଟିଫିସିଆଲ ଅର୍ଗାନ ବି ଆମେ ତିଆରି କରିସାରିଛେ। ଆପଣ ବୁଝିଯାଉଥିବେ ମୁଁ ଯାହା କହୁଛି। ବିଜ୍ଞାନ ସେତେ ଉପରକୁ ଚାଲିଛି, ଅଥଚ ମରଣକୁ କାହା ଭୟ ନାହିଁ। କେତେ ଦୂର ଏମିତି ବଞ୍ଚିବା? କାହା ମୁଣ୍ଡରେ ହେଜ ପଶୁନି। ବିଲୁଆ ଡୁଉଛି ଗାଁ ମାନଙ୍କରେ, ଜନସଂଖ୍ୟା ଶୂନ୍ୟ। ଆମେ ନିଜକୁ ନିଜେ ପ୍ରତାରଣା କରୁଛନ୍ତି। ପ୍ରତାରଣା ଯେ କିଛି ନାହିଁ, ଖାଇବା ପିଇବା ବଞ୍ଚିବା ଉଠିବା ଚାଲିବା ବିନ୍ଦାସ ମସ୍ତି ବଞ୍ଚିବା, କିଛି ଟେନସନ ନାହିଁ ସେଗୁଡା। ଏ ସମସ୍ତଙ୍କର ଧାରଣା। ତେବେ ମରଣ ପାଖକୁ ହିଁ ଆମେ ଯାଉଛନ୍ତି। ପ୍ରତି ମୁହୂର୍ତ୍ତରେ ମରଣ ଆମକୁ ଡାକୁଛି, ହାତ ଧରି ଭିଡି 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 ନଉଛି ତା ପାଖକୁ। ଆଉ ମରଣ ପରର ଜୀବନ ବିଷୟରେ କାହା ମୁଣ୍ଡରେ ଗୋଟେ ଭାବନା ବି ନାହିଁ ଯେ ମରଣ ପରେ ମୁଁ କଣ ହେବି, କୋଉଠିକି ଯିବି। ଏସବୁ ମୂର୍ଖ ମାନଙ୍କର ଭାବନା। ଲୋକ କହିବେ କଣ ମରଣ ପରେ କଣ, ସେଗୁଡା କଣ ଚିନ୍ତା କର। ଝିଲେଇ ସ୍ପଲ୍କ ଏଇ ମୁହୂର୍ତ୍ତକୁ ମଞ୍ଚ, ଖୁସିରେ ରୁହ, ଖାଅ ପିଅ, ଏନ୍ଜୟ କର, ମସ୍ତି କର, ଜୀବନ ମଞ୍ଚ, ନାଚ କର, ଗୀତ ଗାଅ, ଗିଟାର ଶିଖ, ଦରକାର। କିନ୍ତୁ ଜୀବନକୁ ଭୋଗ କରିବା ପାଇଁ ଆମେ ଆସିନାହାନ୍ତି। ଏଇଟା ଟିକେ ଧାର୍ମିକ ବାର୍ତ୍ତା ହେଇଯିବ, କିନ୍ତୁ ଜୀବନକୁ ଭୋଗ କରିବାକୁ ଆସିନାହାନ୍ତି ଆମେ। ଅଛି ଦିନେ ମରଣ ରେ ପ୍ରାଣ, ଅଛି ଦିନେ ମରଣ। ବହୁତ କାହାଣୀ ବାଇବଲରେ, ପୁରାଣ ମାନଙ୍କରେ ବିଭିନ୍ନ ପ୍ରକାର କାହାଣୀ ଆପଣ ମାନେ ପାଇପାରିବେ। ରଜା ମାନେ, ମନ୍ତ୍ରୀ ମାନେ, ଦୁଷ୍ଟ ଲୋକମାନଙ୍କୁ ବିଭିନ୍ନ କାହାଣୀ ମାଧ୍ୟମରେ ବିଭିନ୍ନ ଭାଗ କରୁଛ। ଧର୍ମଗ୍ରନ୍ଥରେ ବିଭିନ୍ନ ପ୍ରକାର କାହାଣୀ ଅଛି, ବା ସତ୍ୟଗତ ଘଟଣା ବି ଅଛି। କାହାଣୀ ତ ସତ୍ୟ ଘଟଣା ସବୁ ଅଛି। ମଣିଷକୁ ଆଜି ବି ସେ ସବୁ ଦିଗ୍ଦର୍ଶନ ଦଉଛି, ଶିକ୍ଷା ଦଉଛି ନାଇଁ ଯେ ମଣିଷ ମରିବ ଦିନେ, ବଞ୍ଚିଛି ମାନେ ଜନ୍ମ ହେଇଛି ମାନେ ମରିବ। ଜନ୍ମ ମାତ୍ରେ ମୃତ୍ୟୁ ନିଶ୍ଚିତ। ଏ ମରଣର ଭୟ କାହାକୁ ନାହିଁ? ମରିବାର ତ ନାହିଁ। କିଏ ମାରିବ ଆମକୁ? କିଏ ମାରିବ ଆମକୁ? ମାରିବ କି ଜନ୍ମ ହେଇଛି ଆମକୁ? ରୋଗ ବୈରାଗ ଯାହା ଘଟଣା ସବୁ ପରିସ୍ଥିତିରେ ମଣିଷ ବଞ୍ଚିବାକୁ ଆଶା ବାନ୍ଧି ଦଉଛି। ଆଶା ଉଜ୍ଜଳ ହେଉଛି। ତେଣୁ ସମୟ ଆସିଛି ଟିକେ ଚିନ୍ତା କରିବା। ଯୋଉଠି ଚିନ୍ତା କରନ୍ତୁ, ଏ ଯୋଉ ବିଭିନ୍ନ ପ୍ରକାର ଘଟଣା ଦୁର୍ଘଟଣା, ଲୋକ ସବୁ ମରିଛନ୍ତି, ବନ୍ୟା ବାତ୍ୟା ମରୁଡି। ଏ ତ ବନ୍ୟା କଣ, ବାତ୍ୟା କଣ, ରାଜସ୍ଥାନରେ ବନ୍ୟା ହଉଛି, ଯୋଉଟା କି ମରୁଭୂମି ନାଁରେ ପରିଚିତ। ଭାରତର ମରୁଭୂମି ରାଜସ୍ଥାନ, ସେଠି ବନ୍ୟା ହଉଛି। ଆଉ ଯୋଉଠି ଓଡିଶାର ସବୁଠୁ ବେଶୀ ଚେରାପୁଞ୍ଜି, ଅମୁକ ଜାଗାରେ ବେଶୀ ବର୍ଷା ହଉଛି, ସେ ବର୍ଷା ହବା ଜାଗାରେ ବର୍ଷା ନାହିଁ, ବର୍ଷା ନହେଲେ ବର୍ଷା ହଉଛି। ଉଲ୍ଟା ସିଧା ସବୁ ଚାଲିଛି, ଉଲ୍ଟା ପାଲ୍ଟା ସବୁ ହଉଛି। ରାଜସ୍ଥାନରେ ବନ୍ୟା, ଦକ୍ଷିଣ କୋରିଆରେ ବନ୍ୟା, କେରଳରେ ବନ୍ୟା ହଉଛି, ପୁରା ସବୁଠି ବନ୍ୟା ବାତ୍ୟା ହଉଛି। ଉତ୍ତରାଖଣ୍ଡରେ ମୁଁ ତ କହୁଥିଲି ଗଲାବେଳେ ଭିଡିଓ ମାନଙ୍କରେ, ମୋର ଚ୍ୟାନେଲରେ, ୟୁଟ୍ୟୁବ ଚ୍ୟାନେଲରେ, ନର୍ଥ ଇଣ୍ଡିଆରେ ଗୁଡା ରାଜ୍ୟ ମାନଙ୍କରେ ବନ୍ୟା, ପାହାଡି ଅଞ୍ଚଳ ମାନଙ୍କରେ ସବୁ ଜାଗାରେ। ତ ସମ ଉଲ୍ଟା ପାଲ୍ଟା ପାଣିପାଗ ବିଭ୍ରାଟ, ପ୍ରାକୃତିକ ଇନବାଲାନ୍ସ, ଅସନ୍ତୁଳନ, ଏସବୁ ଜିନିଷକୁ ନେଇକି ଚିନ୍ତା କରିବାର କାହାର ଭାବନା ନାହିଁ। ସମସ୍ତଙ୍କୁ ଗୋଟାଏ ଚିନ୍ତା ଦେଲେ ଆମେ ଖାଇବା ପିଇବା ବଞ୍ଚିବା, ଖୁସିରେ ରହିବା। ଏ ଏନ୍ଜୟମେଣ୍ଟ ଚକ୍କରରେ କେତେବେଳେ ଆମ ଜୀବନ ଚାଲିଯିବ, ଏ ଭାବନା କାହା ମୁଣ୍ଡକୁ ଯାଉନି। ମରିବାର ଭାବନା ତ ଗୋଟେ ମୁହୂର୍ତ୍ତ ନାହିଁ। ଏମିତି ବି ଗୁଡାଏ ଉଦାହରଣ ଆମ ଅଞ୍ଚଳରେ ମୁଁ ଦେଖି ସାରିଲିଣି। ଖାଇ ପିଇକି ଶୋଇଛନ୍ତି, ଶୋଇବା ସେଜରେ ହିଁ ମରିଛନ୍ତି। ସକାଳୁ ଉଠିଲା ବେଳକୁ ଠକ୍। ସେ ଧନୀର କଥା ମନେ ପଡୁଛି। ବାଇବେଲରେ ଗୋଟେ କାହାଣୀ ଅଛି, ଧନୀ କହିଲା ଆମୋଦ କର ପ୍ରମୋଦ କର ଭାଇ। କଣ? ଅମାରରେ ସଞ୍ଚୟ କର, ଧନ ସମ୍ପତ୍ତି ସଞ୍ଚୟ କରି ଖାଇ ପିଇକି ଆରାମ କର, ଖାଲି ଆରାମ। ସେଇ ରାତିରେ ତାକୁ ସ୍ୱପ୍ନ ଭଗବାନ ଆରେ ଆଜି ରାତି ତୋ ଠାରୁ ତୋ ପ୍ରାଣ ନିଆଯିବ। ଯେତେବେଳେ ଆମ ନିଶ୍ୱାସ ପ୍ରଶ୍ୱାସ ହିଁ ଆମର ନୁହଁ, ଆମ ପ୍ରାଣ ହିଁ ଆମର ନୁହଁ। ପ୍ରାଣ କହିଲେ ତ ସମସ୍ତେ ବୁଝିପାରୁନି, ପ୍ରାଣ କହିଲେ କଣ, ସେ ପ୍ରାଣ ନନ୍ଦନ ନା କଣ? ନାଇଁ, ଆମେ ନିଶ୍ୱାସ ପ୍ରଶ୍ୱାସ ନଉଛନ୍ତି, ଅମ୍ଳଜାନ ନଉଛନ୍ତି, ଅଙ୍ଗାରକାମ୍ଳ, ଏ ଯୋଉ ହାୱା ଆମ ନାସିକା ମଧ୍ୟ ଦେଇ ପ୍ରାଣରେ ବଞ୍ଚିଛନ୍ତି। ସେ ନିଶ୍ୱାସ ପ୍ରଶ୍ୱାସ ଯେତେବେଳେ ଆମର ନୁହଁ, ଆଉ ଆମର କଣ ଦୁନିଆରେ ଅଛି ଯେ ଆମେ ସବୁ ଚିନ୍ତା କରି ବସୁଛୁ ଆମେ ଏଇଟା ମୋର, ସେଇଟା ମୋର, ଘର ମୋର, ସ୍ତ୍ରୀ ମୋର, ପିଲା ଛୁଆ ମୋର, ଗାଡି ଘୋଡା ମୋର, ବ୍ୟାଙ୍କ ବାଲାନ୍ସ ମୋର, ଦୁନିଆ ମୋର।
ଏ ପୃଥିବୀ ମୋର, ଯେତେବେଳେ ଆମ ନିଶ୍ୱାସ ପ୍ରଶ୍ୱାସ ହିଁ ଆମର କୋଉ ମୁହୂର୍ତ୍ତରେ ଆମ ନିଶ୍ୱାସ ପ୍ରଶ୍ୱାସ ଆମଠୁ କାଢି ନିଆଯାଇ ପାରିବ ତା ଉପରେ କାହାର ଅଧିକାର ଅଛି? ବାଇବଲରେ ସେ ଗୋଟେ କଥା ଲେଖା ହେଇଛି, ନିଶ୍ୱାସ ପ୍ରଶ୍ୱାସକୁ ଅଟକାଇ ରଖିବାକୁ କାହାର ଅଧିକାର ଅଛି? କାହାର ଅଧିକାର? ଅଥଚ ମରଣ କାହାର ଭୟ ନାହିଁ। ମରିବି ବୋଲି ଭାବିଲେ ମଣିଷ ବହୁତ 99% ସଲ୍ୟୁସନ ହେଇଯିବ ପୁରା। ମଣିଷ ସବୁ ପ୍ରୋବ୍ଲେମର ସମାଧାନ ହେଇଯିବ। ଯଦି ମୁଁ ମରିବି, ମୁଁ ପ୍ରତି ମୁହୂର୍ତ୍ତରେ ମରୁଛି, ମୁଁ କୋଉ ମୁହୂର୍ତ୍ତରେ ମରିଯିବି ଠିକଣା ନାହିଁ, ଏ ମରଣର ଭୟ କାହାକୁ ନାହିଁ। ମରଣର ଭୟ କାହାକୁ ନାହିଁ ମଣିଷ। ଏମିତିରେ ଏଥି ଯୋଗୁ ହିଁ ବିଭିନ୍ନ ପ୍ରକାର ସମସ୍ୟା ତିଆରି ହଉଛି, ବିଭିନ୍ନ ପ୍ରକାର ଜୀବନ ଶୈଳୀ, ବେପାରୁଆ କଥାବାର୍ତ୍ତା, ବେପାରୁଆ ଜୀବନ ଶୈଳୀ, ବେପାରୁଆ ବ୍ୟକ୍ତି ଜୀବନ, ବ୍ୟକ୍ତିକେନ୍ଦ୍ରିକ ଜୀବନ, ବିଭିନ୍ନ ପ୍ରକାର ଜୀବନ ମଣିଷ ବଞ୍ଚିକିରି ବେପାରୁଆ ହେଇଯାଇଛି। ମଣିଷ ପୁରା ବେଧଡ, କୌଣସି ପ୍ରକାର ତାକୁ ଅଙ୍କୁଶ ନାହିଁ, ତା ଜୀବନ ଶୈଳୀରେ କୌଣସି ପ୍ରକାର ଅଙ୍କୁଶ ନାହିଁ। ଆରେ ଭଲ ହବ କି ଖରାପ ହବ, କଣ ହବ, ମୁଁ ଭାବି କଣ ଚିନ୍ତା କରିବି, ଏସବୁ ଚିନ୍ତା, ନିରଙ୍କୁଶ ଜୀବନ ବଞ୍ଚୁଛି ମଣିଷ। ତେଣୁ ଟିକେ ଭାବିବା, ଆମ ଜୀବନ କୋଉ ମୁହୂର୍ତ୍ତରେ ବି ଯାଇପାରେ, କେତେବେଳେ ବି ଯାଇପାରେ। ସବୁ ନିର୍ଭର କରୁଛି ଆମ ଚିନ୍ତାଧାରା, ଆମ ଭାବନା ଉପରେ। କାହିଁକିନା ମଣିଷକୁ ଜଣେ ତିଆରି କରିଛି। ମଣିଷ ଦୁନିଆ ଚଲେନି, ପୃଥିବୀ ମଣିଷ ତିଆରି କରେନି, ମଣିଷ ନିଜକୁ ନିଜେ ତିଆରି କରିନି, ମା ପେଟରେ ମଣିଷ ନିଜେ ତିଆରି ହେଇଯାଉନି। ପୃଥିବୀକୁ, ମଣିଷକୁ, ଏ ଦୁନିଆକୁ, ଏ ସୌରମଣ୍ଡଳକୁ, ଏ 9ଟି ଗ୍ରହ କି 10ଟା ଗ୍ରହ, ଏ ଉପଗ୍ରହ, ଏ ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡକୁ ଜଣେ ଚଳଉଛନ୍ତି। ତାଙ୍କରି ହାତରେ ସବୁ ବস্তୁ। କୁହାଯାଏ ତାଙ୍କ ଇଚ୍ଛା ବିନା ପତ୍ରଟେ ହଲି ପାରିବ, ପତ୍ରଟେ ଜଣେ ମରିବ, ଜଣେ ବଞ୍ଚିବ, ସିଏ ତାଙ୍କରି ଲୀଳା ଚଲାଉଛନ୍ତି। ଅଥଚ ସେ ମଣିଷର ଭୟ ନାହିଁ ମରଣ ପ୍ରତି। ମରଣ ଉପରେ ଗୁଡାଏ ଗୀତ ଅଛି, ସିନେମା ଗୀତ ଅଛି, କି ଆମର ଭଜନ ଜଣାଣ ଅଛି, ଭକ୍ତି ଗୀତ ଅଛି, ବିଭିନ୍ନ ଧର୍ମର ବିଭିନ୍ନ ପ୍ରକାର ଗୀତ ଅଛି ମରଣ ଉପରେ। ଏକଲା ତୁ ଆଇଛୁ, ଏକଲା ତୁ ଯିବୁ, ବିଭିନ୍ନ ଗୀତ ସବୁ ପଙ୍କ୍ତି ଅଛି। ସେ ବହୁତ କଥା ଆପଣମାନେ ଜାଣିଛନ୍ତି, ମୋଠୁ ବି ଆପଣମାନେ ଜାଣିଛନ୍ତି। ମୁଁ ସବୁଗୁଡା ଏମିତି କୋଟ କରୁନି, ଚିହ୍ନଉନି ସବୁ। କେବଳ ଏତିକି ମନେ ରଖନ୍ତୁ, ଆମେ ମରିବା। ମଣିଷ ଜନ୍ମ ହେଇଛି ମାନେ ମରିବ। ମର୍ତ୍ତ୍ୟ ମଣ୍ଡଳରେ ଦେହ ହୋଇ ଦେବତା ହେଲେ। ମହାପୁରୁଷ ମାନେ ବି କହିଛନ୍ତି ଆମେ ସବୁ ମାଟି ବିଲକୁଲ। ଶାସ୍ତ୍ର କହିଲା ମାଟିରୁ ତିଆରି, ମାଟିରେ ମିଶିଯିବା। ଅଥଚ ଆମର ଗର୍ବ ଅହଙ୍କାର କଣ? ଆମ ନିଜର କଣ ଅଛି? ଆମେ ଆମ ଚେହେରା, ଆମ ରକ୍ତ, ଆମ ଜିନ୍ ଗତ, ଆମ ଟ୍ୟାଲେଣ୍ଟ, ଆମ କଥା ଶୈଳୀ ଆମେ ପ୍ୟାରେଣ୍ଟରୁ ଆଣିଲେ, ଆମ ନିଜର କିଛି ନାହିଁ। ଆମର ଥିବା ବୁଦ୍ଧି, ଆମର ଥିବା ଶିକ୍ଷା, ଆମର ଥିବା ବ୍ୟକ୍ତିତ୍ୱ, କି ଆମର ଥିବା ଧନ ସମ୍ପତ୍ତି, ଆମ କଳା କୌଶଳ, ଏଇଟା ସବୁ ଆମେ କିଛି ଶିଖିନାହାନ୍ତି। ଏଇଟା ଦୁନିଆ ଶିଖିଛି ଆମକୁ। ଏ ଦୁନିଆକୁ କିଏ ତିଆରି କରୁଛି? ଭଗବାନ ତିଆରି କରୁଛନ୍ତି। ଆମ ନିଜର ବୋଲି କିଛି ନାହିଁ। ଆମ ବ୍ୟକ୍ତିତ୍ୱ, ଆମ ଚେହେରା, ଏସବୁ ପ୍ୟାରେଣ୍ଟରୁ ଆସୁଛି, ବାପା ମା ପାଖରୁ ଆସିଛି। ତ ନିଜର କେତେବେଳେ? ଆମେ ଯେତେ ଜ୍ଞାନୀ ହଉଛନ୍ତି, ଶିକ୍ଷା ଦୀକ୍ଷା ପାଉଛନ୍ତି, ସମସ୍ତେ ଫିସ୍ ଦେଇ ପାଠ ପଢୁଛନ୍ତି, ସତ କଥା, ସରକାରୀ ସ୍କୁଲରେ ପାଠ ପଢୁଛନ୍ତି। ଏ ଯୋଉ ଜ୍ଞାନ, ବିଦ୍ୟା, ଏସବୁ ଜିନିଷ କୋଉଠୁ ଆସୁଛି? କୋଟି କୋଟି ବର୍ଷ ପୂର୍ବରୁ ସେ ସବୁ ଜ୍ଞାନ ଲୋକ ଲେଖିକି ଯାଇଛନ୍ତି, ସେଗୁଡ଼ା ତର୍ଜମା କରି ପଢିକି ଆମେ ଜ୍ଞାନ ଆହରଣ କରୁଛୁ। ଆମେ ହୁଏତ ବହିର ପ୍ରାଇସ୍ ଦେଇପାରେ, ଜ୍ଞାନର ପଇସା ଦେଇପାରିବେନି, ଜ୍ଞାନର ମୂଲ୍ୟ ଦେଇପାରିବେନି। ଆପଣ ଜ୍ଞାନର ମୂଲ୍ୟ ଦେଇପାରିବେ? ଜ୍ଞାନ କିଣିପାରିବେ କି ମୂଲ୍ୟ ଦେଇକି? ସମ୍ଭବ ନାହିଁ। ଜଣଙ୍କର ପାରିଶ୍ରମିକ ଦେଇପାରିବେ, ଜ୍ଞାନର ପରିମାଣ ଆପଣ ଦେଇପାରିବେ, ଜ୍ଞାନର ମୂଲ୍ୟ ଆପଣ କରିପାରିବେ, ଚୁକେଇ ପାରିବେ? ଜ୍ଞାନକୁ କିଣିବାଟା ସମ୍ଭବ ନୁହଁ। ବହି ପୁସ୍ତକ କିଣିପାରିବେ, ଜ୍ଞାନ ନୁହଁ। ଇଣ୍ଟିଗ୍ରିଟି, ଚରିତ୍ର, ଏସବୁ ଜିନିଷ କିଣା ଯାଏନି, ଏସବୁ ଆସେ ପିଢି ପରେ ପିଢି ମଣିଷ ଶିଖିବାକୁ ପଡେ। ସେଇ ଜିନିଷ ମଣିଷକୁ ବଡ କରେ। ଜଣେ ସାଧୁତା, ଜଣେ ଅନେଷ୍ଟି, ବ୍ୟକ୍ତିଗତ ଚିନ୍ତାଧାରା, ସୋଚ ବିଚାର, ସବୁ ଗୋଟା ଦିନରେ ହয়ନି। ତେଣୁ ମରଣକୁ ଭୟ କରିବା, ମରଣକୁ ଚିନ୍ତା କରିବା ଦରକାର ଯେ ଆମେ ଦିନେ ମରିବା, ମରିବା ପାଇଁ ଜନ୍ମ ହେଇଛନ୍ତି, ମରିବା। ମରିବାର ଭୟ ଯୋଉ ଦିନଠୁ ଆସିବ, ଆମେ ସବୁଦିନ ମରିଯାଉଛନ୍ତି, ତେଣୁ ହସିବା, ପ୍ରତି ମୁହୂର୍ତ୍ତରେ ବଞ୍ଚିବା। ମରିଯାଉଛନ୍ତି, ପ୍ରତି ମୁହୂର୍ତ୍ତରେ ଆମେ ମରୁଛନ୍ତି ବୋଲି ବଞ୍ଚିବାକୁ ଚେଷ୍ଟା କରିବା। ପ୍ରତି ମୁହୂର୍ତ୍ତକୁ ହସିକି ବଞ୍ଚିବା। ଯେକୌଣସି ପରିସ୍ଥିତିରେ ଅଛୁ, ଯାହା ବି ଅଛୁ, ଯେମିତି ବି ଅଛୁ, ଯେକୌଣସି ଅବସ୍ଥାରେ ଅଛୁ, ଗରିବ ଅଛୁ, ଧନୀ ଅଛୁ,
କୁଡ଼ିଆ କରୁଛୁ, ମାହୋଲ କରୁଛୁ, ପାଠ ପଢୁଛୁ ନ ପଢୁଛୁ, ତେଣୁ ବିଭିନ୍ନ ଘଟଣା ଦୁର୍ଘଟଣା ଲୋକ ଆତ୍ମହତ୍ୟା କରୁଛନ୍ତି। ଏ ଯୋଉ ସମସ୍ୟାରେ ଘଟଣା ହେଲା ଗୋଟେ ୟୁନିଭର୍ସିଟି ଛାତ୍ରୀ, ସେ କଥା ମୁଁ ଡିସ୍କସ କରୁନି। ତେଣୁ ମରିବାକୁ ଆମେ କାହିଁକି ଚାହିଁବା? ଆତ୍ମହତ୍ୟା କଲେ ମଣିଷ କେବେ ସ୍ୱର୍ଗ ଯାଇପାରିବନି, ଆତ୍ମହତ୍ୟା କଲେ ମଣିଷ ନରକ ଯିବ। ଆତ୍ମହତ୍ୟା କରିବାଟା ସବୁ ଜିନିଷର ସଲ୍ୟୁସନ ନୁହଁ, ସମାଧାନ ନୁହଁ। ମଣିଷ କେତେ ସମସ୍ୟା ଦେଇକିରି ଆମେ ସାମ୍ନା କରିକି ଆସିଛନ୍ତି। ଏତେ ପାଠଶାଠ ପଢିଲା ମରିବ ବୋଲେ ତାର ଆଉ କଣ ମାନସିକ ପରିପକ୍ୱତା ଅଛି? ସମସ୍ୟା ଅଛି, ଜଞ୍ଜାଳ ଅଛି, ମତେ ଅଛି, ଆପଣ ସମସ୍ତଙ୍କୁ ଅଛି। ଅଭାବ, ଅସୁବିଧା, ଅନାଟନ, ରୋଗ, ସମସ୍ୟା, ପାରିବାରିକ ଜଞ୍ଜାଳ ସମସ୍ତଙ୍କ ଜୀବନରେ ଅଛି। ସମସ୍ତ ମଣିଷ ଯେମିତି ମୋର ଅସୁବିଧା, ତମର ବି ସେମିତି ଅସୁବିଧା। ମତେ କିଛି ରୋଗ ଅଛି, ତମକୁ କିଛି ରୋଗ ଅଛି, ମୋର କିଛି ଅଭାବ ଅଛି, ତମର କିଛି ଅଭାବ ଅଛି। ସବୁ ମଣିଷଙ୍କର ସବୁ ଟ୍ୟାଲେଣ୍ଟ ନଥାଏ, ସବୁ ପ୍ରକାର ସୁବିଧା ସୁଯୋଗ ନଥାଏ। କାହାର ବାଇକ୍ ନାହିଁ, କାହାର କାର ନାହିଁ, କାହାର ଖାଇବା ଥାଳି ବି ନଥିବ, ପିନ୍ଧିବାକୁ କପଡା ବି ନଥିବ, ତଥାପି ସେ ବଞ୍ଚୁଛି, ହସି ଖୁସି ଚାଲିଛି। ତ ପ୍ରତି ମୁହୂର୍ତ୍ତକୁ ବଞ୍ଚିବା ଶିଖ, ନିଜ ବେରେ ବଞ୍ଚିବା ଶିଖ। ସମସ୍ତଙ୍କୁ ନିଜ ସହିତ ତୁଳନା କରନ୍ତୁ, ନିଜକୁ ସମସ୍ତଙ୍କୁ ତୁଳନା ବି କରନ୍ତୁ। ଏ ତୁଳନା ଜିନିଷ ଛାଡ଼ନ୍ତୁ। 5 ଆଙ୍ଗୁଠି କେବେ ସମାନ ହେଇକି ହବ ନାହିଁ। ସେଇଟା ହିଁ ଆମର ସ୍ୱତନ୍ତ୍ରତା, ସେଇଟା ହିଁ ଆମର ବିଶେଷତ୍ୱ, ସେଇଟା ଆମର ବିବିଧତା, ସେଇଟା ହିଁ ଆମର ସ୍ପେଶାଲିଟି। ତେଣୁ ବଞ୍ଚିବା ଶିଖନ୍ତୁ, ବଞ୍ଚି ଚାଲନ୍ତୁ, ମରଣକୁ ଭୟ କରନ୍ତୁ। କୋଉ ମୁହୂର୍ତ୍ତରେ ମୁଁ ଯିବି, ତେଣୁ ଏ ମୁହୂର୍ତ୍ତକୁ ମୁଁ ଠିକ ଉପଯୋଗ କରିବି, ସମୟର ଉପଯୋଗ କରିବା ମଧ୍ୟ ଶିଖନ୍ତୁ। ସମୟ ଖାଲି ଆସିବେ ଖାଇବା ପିଇବା, ବଞ୍ଚିବା, ନେଚିବା, ଡେଇଁବା, ସେଇ ସବୁ ଏନ୍ଜୟମେଣ୍ଟର ମାତନ୍ତୁ। ନିଜ ଚିନ୍ତାଧାରା ବିକଶିତ କରନ୍ତୁ, ନିଜକୁ ଗଢନ୍ତୁ, ନିଜର ନିର୍ମାଣ କରନ୍ତୁ, ତେବେ ଆପଣଙ୍କର ବିକାଶ ହବ। ଖାଲି ପିନ୍ଧିଦେବା, ଷ୍ଟାଇଲ ମାରିଦେବା, ଫ୍ୟାସନ ବାଜିରେ ମାତିବା, ସେ ଦ୍ୱାରା କିଛି ମଣିଷ ବିକଶିତ ହେଇପାରେ? କାରଣ ତମର ରୂପ ସୌନ୍ଦର୍ଯ୍ୟ ଦେଇକିରି ତମକୁ କିଏ ମଲା ପରେ ହୁଏତ ତମର ଜଜମେଣ୍ଟ କରିନପାରେ। ତମ କର୍ମ, ତମ ଚିନ୍ତାଧାରାରୁ କର୍ମ, ଭାବନାରୁ କଥା, କଥାରୁ କର୍ମ। ତେଣୁ ଭାବନା, ବିଚାର, ନିଜର ଚିନ୍ତାଧାରା ବିକଶିତ କରିକିରି ଆମେ ନିଜକୁ ଗଢିବା, ଆଉ ମରଣକୁ ଭୟ କରିବା। ମୁଁ ମରିବି, ଦିନେ ନା ଦିନେ ମରିବି, ଆଜି ନ ମରିଲେ କାଲି ମରିବି। ତେଣୁ କୁହାଯାଏ ଲିଭ୍ ୟୁର ଡେ ଲାଇକ୍ ଏ ଲାଷ୍ଟ ଡେ ଅଫ୍ ଲାଇଫ୍। ବହୁତ ମହାପୁରୁଷ ମାନେ କହିଯାଇଛନ୍ତି, ଏମିତି ବଞ୍ଚ ଯେମିତି ପ୍ରତିଦିନ, ପ୍ରତି ମୁହୂର୍ତ୍ତ ତମ ଜୀବନର ଶେଷ, କାଲି ଆଉ ଫେରି ଆସିବନି। ମୁଁ ଆଜି 40 ବର୍ଷ ବଞ୍ଚିଗଲି, କିଏ 60 ବର୍ଷ ବଞ୍ଚିଗଲା, ତା ଜୀବନ 60 ବର୍ଷ 40 ବର୍ଷ ଅତିକ୍ରାନ୍ତ ହେଇ ଚାଲିଗଲା, ଆଉ ସେଟା ଆସିବାର ନାହିଁ, ଫେରି ଆସିବାର ନାହିଁ। ତା ଆଗକୁ ହୁଏତ ସେ ବର୍ଷ ବଞ୍ଚିପାରେ, କି 10 ବର୍ଷ ବଞ୍ଚିପାରେ, କି 20 ବର୍ଷ ବଞ୍ଚିପାରେ। ଆୟୁଷ, ବୟସ, ବାଇବେଲ ଲେଖା ହେଲା ମଣିଷ ବେଶୀ ହେଲେ ବୟସ 70 କିମ୍ବା 80 ବର୍ଷ ବଞ୍ଚିବ, ତାଠୁ ବେଶୀ ନୁହଁ। ମଣିଷ ଶିକ୍ଷାର ପ୍ରଗତି ହେଇଛି, ଅଗ୍ରଗତି କରିଛି, ଟେକ୍ନୋଲୋଜିର, ପ୍ରଯୁକ୍ତି ବିଦ୍ୟାର ଅଗ୍ରଗତି କରିଛି, ପ୍ରଯୁକ୍ତି ବିଜ୍ଞାନ ଆଉ ପ୍ରଯୁକ୍ତି ଚିକିତ୍ସା ବିଜ୍ଞାନ ବହୁତ ଅଗ୍ରଗତି କରିଛି। ତେଣୁ ମଣିଷର ଆୟୁଷ କାଳ ବଢିଛି ମାନେ କଣ? ବଞ୍ଚିଲା ଭଳି ବଞ୍ଚିଲେ ମଣିଷ। ତେଣୁ କୁହାଯାଏ ମଣିଷର ଜୀବନ ବା ଆୟୁଷ ଦୀର୍ଘ ହବାଟା ବଡ କଥା ନୁହଁ, ପ୍ରଶସ୍ତ ହବାଟା, ଗଭୀର ହବା ଦରକାର। ଲମ୍ବା ହେଇକିରି କିଛି ଲାଭ ନାହିଁ, ବେଶୀ ବର୍ଷ ବଞ୍ଚିକି ଲାଭ ନାହିଁ। ଅଳ୍ପ ସମୟ ବଞ୍ଚିକି ବି ତମ ଜୀବନ ଯଦି ଅନ୍ୟମାନଙ୍କ ଉଦ୍ଦେଶ୍ୟରେ, ଅନ୍ୟମାନଙ୍କ ସାହାଯ୍ୟରେ ଯଦି ସଫଳକାମୀ ହେଇପାରିଲ, ସାର୍ଥକ କରିପାରିଲ ଜୀବନ, ସେଟା ସାର୍ଥକ ସଫଳ ମାନେ ଉପଯୋଗ କରିପାରିଲ, ତାହେଲେ ସଫଳ ହେଇପାରିଲ ବୋଲି କହିପାରେ। ଯୀଶୁ 33 ବର୍ଷ ବଞ୍ଚିଥିଲେ, ବିବେକାନନ୍ଦ ଅଳ୍ପ ବୟସରେ ମରିଗଲେ। ବହୁତ ବଡ ବଡ ଲୋକମାନେ, ମହାପୁରୁଷ ମାନେ ଅଛନ୍ତି ଅଳ୍ପ ବୟସରେ ମରିଛନ୍ତି, କିନ୍ତୁ ତାଙ୍କ କଥା, ତାଙ୍କ କାହାଣୀ, ତାଙ୍କ ଚିନ୍ତାଧାରା, ତାଙ୍କ ବିଚାରবোଧ, ତାଙ୍କ କର୍ମ ଆଜି ବି ଚାଲିଛି। ବହୁତ ସିନେମାରେ, ବହୁତ ଇତିହାସରେ, ସାହିତ୍ୟରେ, ବହୁତ ପ୍ରତିଦିନ, ପ୍ରତି ମୁହୂର୍ତ୍ତ ସେମାନେ ଚିରସ୍ମରଣ ହେଇକି ଅଛନ୍ତି ଦୁନିଆରେ। ତେଣୁ ନିଜ ଜୀବନକୁ ସାର୍ଥକ କରିବା ଶିଖନ୍ତୁ। ବେଶୀ ବର୍ଷ, ବେଶୀ ଆୟୁଷ ବଞ୍ଚିବାରେ କିଛି ମାନେ ନାହିଁ। ଜୀବନ ଯେତିକି ବଞ୍ଚୁଛନ୍ତି, ବାଇବେଲ ସେଟା ବି ଲେଖିଲା ଯେ ଅତ୍ୟଧିକ ଲମ୍ବା ଆୟୁଷ ମଧ୍ୟ ଈଶ୍ୱର ଗୋଟେ ଆଶୀର୍ବାଦ। କିନ୍ତୁ ଲମ୍ବା ଆୟୁଷରେ ବଞ୍ଚିବାର କଣ ଅଛି? ତମେ ଯଦି କାହାର ଜୀବନ ସାର୍ଥକ କରିବ, କାହା ଜୀବନର ଉପଯୋଗୀ, କାହା କାମରେ ଆସିପାରୁନ, ବଞ୍ଚିଦେଇ ଲାଭ କଣ? ତେଣୁ ନିଜକୁ ଉପଯୋଗ କରନ୍ତୁ, ଅନ୍ୟର କାମରେ ଲଗାନ୍ତୁ, ଅନ୍ୟର ଉପକାରରେ ଆସନ୍ତୁ, ତେବେ ଜୀବନ ସାର୍ଥକ ହବ। ଖାଲି ମୁଁ ନିଜ ପାଇଁ ବଞ୍ଚିବି, ସେଥିରେ କିଛି ନାହିଁ। ମୁଁ ନିଜ ପାଇଁ ନୁହଁ, ମୁଁ ଅନ୍ୟ ପାଇଁ, ବିଶ୍ୱ କଲ୍ୟାଣାର୍ଥେ ନିଜକୁ ଉପଯୋଗ କରନ୍ତୁ, ହେଲେ ଜୀବନ ସାର୍ଥକ ହବ। ତେବେ ଆପଣ ହସି ହସି ମରିଯାଇପାରିବେ। ମୁଁ ଲୋକଙ୍କ ପାଇଁ ଉପକାର କଲି, କିଛି କରିପାରିଲି ଦୁନିଆରେ, ମରଣ ଆସ, ମରିଗଲେ ବି ଦୁଃଖ ନାହିଁ, ଆପଣ ହସି ହସି ମରିପାରିବେ। ଯେତେବେଳେ ଆପଣ ନିଜକୁ ଅନ୍ୟ ଲୋକଙ୍କର ପରୋପକାର କରିବେ। ତେଣୁ କୁହାଯାଏ ମାନବ ସେବା ହିଁ ମାଧବ ସେବା।
ମାନବ ସେବା, ସର୍ଭିସ ଟୁ ମ୍ୟାନକାଇଣ୍ଡ, ସର୍ଭିସ ଟୁ ଗଡ୍। ମଣିଷର ସେବା କରିବା ହେଲେ ମଣିଷ ହସି ହସି ମରିପାରିବ। ଯେତେ ଦୁଃଖ ଆସୁ, ଯେତେ କଷ୍ଟ, ରୋଗ ବୈରାଗ ପଡ଼ିଲେ ବି ତାକୁ କିଛି ବାଧା ପଡ଼ିବନି। ତା ଆତ୍ମା ଅମର ହବ। ସେ ପୃଥିବୀରେ ଅମର ହଉ କି ନ ହଉ ସେଟା କିଛି ମାନେ ନାହିଁ। ସେ ଦୁନିଆ ତ ଦିନେ ଶେଷ ହବ। ସେଟା ଧାର୍ମିକ ଗ୍ରନ୍ଥ ମାନଙ୍କରେ ଲେଖା ହଉ କି ପୁରାଣ ମାନଙ୍କରେ ଲେଖା ହଉ, ସେ ମାଳିକ ବଚନ, ଦୁନିଆ ତ ଦିନେ ଶେଷ ହବ। ପ୍ରକୃତି ତ ଶେଷ ହବ। ମଣିଷ ଦିନ ନିଶ୍ଚିତ ହେଇଯିବ ପୃଥିବୀରୁ। କିନ୍ତୁ ତା ଆତ୍ମା ସେ ପୁରରେ, ସେ ସ୍ୱର୍ଗପୁର ଅମର ହେଇକି ରହିବ। ସେଇଟା ମ୍ୟାଟର କରେ। ପର ଉପକାର କରିବା, ମାନବ ସେବା, ମାଧବ ସେବା, ପର ଉପକାର ଲାଗିବା। ସେଥିପାଇଁ ମଣିଷ ଜନ୍ମ ହେଇଛି। ମଣିଷ ଆଉ ଗୋଟେ ମଣିଷର ଉପକାର ଲାଗିବା ଦରକାର, କାମରେ ଆସିବା ଦରକାର। ଖାଲି ସ୍ୱାର୍ଥ ସର୍ବସ୍ୱ ହେଲେ କିଛି ହବନି। ତେଣୁ ନିଜ ପାଇଁ ନୁହଁ, ପର ପାଇଁ ବଞ୍ଚ। ସେଇଥିରେ ଜୀବନ ସାର୍ଥକତା ଅଛି। ନିଜ ପାଇଁ ନୁହଁ, ପର ପାଇଁ ବଞ୍ଚ। ପର ପାଇଁ ବଞ୍ଚିବା ଶିଖ। ଆଜି ଆମେ ନିଜ ପାଇଁ ବଞ୍ଚିବା ଶିଖିଛନ୍ତି। ନିଜ ପାଇଁ ଚାଲିଛି ସବୁ। ପର ସ୍ୱାର୍ଥ ପାଇଁ, ନିଜ ସ୍ୱାର୍ଥ ଆଗ, ଏଇଟା ଦେଖୁଛନ୍ତି ଆମେ। ପରୋପକାର ଆଗ, ଅନ୍ୟମାନଙ୍କ ପାଇଁ ଚିନ୍ତା କଲା ବେଳକୁ ତ ନିଜ ପାଇଁ ମଙ୍ଗଳ ତମର କଥା ହେଇଯିବା। କିଏ ଗୋଟେ କହୁଛନ୍ତି ତମ ପାଇଁ ଯେତେବେଳେ ତମେ ଅନ୍ୟ ପାଇଁ ତମେ 5-7ଟା ମଙ୍ଗଳ କାମନା କଲ, ସେ ମଙ୍ଗଳ କାମ ତମ 2 ଗୁଣ ହେଇକି ତମ ପାଖକୁ ପଳେଇ ଆସିବ। କେନା ପ୍ରଭୁ କାହାର ପକ୍ଷପାତ କରନ୍ତିନି। ଅନ୍ୟ ପାଇଁ ନୁହଁ, ନିଜ ପାଇଁ ବଞ୍ଚିବା ଛାଡ଼ିକି ଅନ୍ୟ ପାଇଁ ବଞ୍ଚିବା ଦେଖ। ମୋ ପରିବାର ପାଇଁ ବଞ୍ଚି, ମୋ ଗାଁ ପାଇଁ ବଞ୍ଚି। ତେବେ ମରଣର ଭୟ ଆସୁନି। ମରିଗଲେ ବି ଲୋକ ତମ ନା ସାର୍ଥକ ହେଇ ରହିବ। ଏଇଠି ସାର୍ଥକ ହଉ ନ ହଉ କିଛି ମାଇନ। ତମ ଇଣ୍ଟେନସନ ଯଦି କେବେ ଭୁଲ ନାହିଁ, ତମ ଦୈବାଦ ବି ପ୍ରଭୁ ତମକୁ ନେଇଗଲେ, ମରିବି ଗଲ, ତମ ରୋଗ ବୈରାଗ ଘଟଣା ଦୁର୍ଘଟଣା ମରିବି ଗଲ, ତମ ଆତ୍ମା ସେଇଠି ଅମର ହେଇଗଲ, ଯେହେତୁ ତମେ ପରୋପକାର କରିଛ। ଆଜି ଯେତିକି ବି ବିଜ୍ଞାନ ଅଗ୍ରଗତି ହେଇଛି, ସବୁ ସେ ମ୍ୟାନକାଇଣ୍ଡର, ସେ ମଣିଷର ଉପକାର ପାଇଁ ହିଁ କରିଛନ୍ତି। କିନ୍ତୁ ସେଇଟା ମଣିଷ ନିଜର ବ୍ୟକ୍ତିଗତ ସ୍ୱାର୍ଥର ପୂରଣ ପାଇଁ ବ୍ୟବହାର କରୁଛି। ତେଣୁ ସେ ଏତେ ଦୁଃଖ ଯନ୍ତ୍ରଣା ମରୁଛି, ସଢୁଛି। ତେଣୁ ଆସନ୍ତୁ ସମସ୍ତେ ଏ ଗୋଟେ କଥା ମନେ ରଖିବା, ଆମେ ପରୋପକାର କରିବା, ଅନ୍ୟର ସେବାରେ ନିଜକୁ ପ୍ରତି କରିବା। ଅନ୍ୟର ସେବାରେ ଲାଗିଲେ ହିଁ ଆମ ଜୀବନ ସାର୍ଥକ। ଯେକୌଣସି ଜିନିଷ ସାର୍ଥକ ସହିତ ଆତ୍ମତୃପ୍ତି ଆସିବ, ଆତ୍ମସନ୍ତୁଷ୍ଟି ଆସିବ। ହେଲେ ଟଙ୍କା କଣ ଜୀବନର କେବେ ଲକ୍ଷ୍ୟ ନୁହଁ। ଏନ୍ଜୟ କରିବା ଜୀବନର କେବେ ଲକ୍ଷ୍ୟ ନାହିଁ। ନିଜକୁ ଅନ୍ୟ ପାଇଁ ଉତ୍ସର୍ଗ କରିବା। ବଡ ବଡ ମହାପୁରୁଷ ମାନେ ନିଜର ଜୀବନ ତିଳ ତିଳକରେ ମାରି ଦେଇଛନ୍ତି। ତେଣୁ ଗୁଡାଏ କଥା, କବିତା ସବୁ, କୋଟେସନ ସବୁ ଆସୁଛି ମୁଣ୍ଡକୁ, କିନ୍ତୁ କହିବା କିଛି ଦରକାର। ଆପଣ ଜାଣୁଛନ୍ତି ଶିକ୍ଷିତ ଲୋକମାନେ, ଶିକ୍ଷାର ବିକାଶ ଦ୍ରୁତ ଗତିରେ ବଢି ଚାଲିଛି। ସମସ୍ତେ ପାଠଶାଠ ପଢୁଛନ୍ତି, ମୋବାଇଲ ଚଲାଉଛନ୍ତି, ସବୁ ଜିନିଷ ସମସ୍ତଙ୍କ ରେଗୁଲାର, ୟୁଟ୍ୟୁବରେ, ଫେସବୁକରେ, ଇନଷ୍ଟାରେ, ରିଲରେ ବିଭିନ୍ନ ପ୍ରକାର ଭଲ ଜିନିଷ ଆସୁଛି ଦୁନିଆ। ତେବେ ଏନ୍ଜୟମେଣ୍ଟ ପାଇଁ, ନିଜର ଖୁସି ପାଇଁ ସବୁବେଳେ ମାତି ଚାଲିବାଟା ଠିକ ନାହିଁ। ପରୋପକାର କର, ପରର ସେବା କର, ସେଇଥିରେ ଆତ୍ମତୃପ୍ତି ମିଳିବ। ପରର ଆଶୀର୍ବାଦ, ପରର ମଙ୍ଗଳ ପାଇଁ ଯଦି ଆମେ ବଞ୍ଚିବା, ତାହେଲେ ଆମର ଜୀବନ ସାର୍ଥକ ହବ। ମରଣର ଭୟ ରହିବନି। ମଲେ ବି ଲୋକ ମନେ ରଖିବେ, ପିଲାଟା ଚେଷ୍ଟା କର, ହଉ କଲା, ତାର ନା କିଛି ଗାଁ ପାଇଁ, କିଛି ସାହି ପାଇଁ, କିଛି ପରିବାର ପାଇଁ, କି ଦେଶ ପାଇଁ, ରାଜ୍ୟ ପାଇଁ। ସିନ୍ଦୁର ଅପରେସନ ହେଲା, 2ଟା ଝିଅ ଆମର ସେ ଚଲେଇକିରି କାମ, କଣ ଯୁଦ୍ଧ ବିମାନ ଚଲେଇଲେ, ସୈନିକ ମାନେ ମରି ଯାଉଛନ୍ତି, ଶହୀଦ ହଉଛନ୍ତି ଦେଶ ପାଇଁ। ସେ ବ୍ୟକ୍ତି ଜୀବନରେ କଣ ଆମେ ଜାଣିଲେ, କିନ୍ତୁ ତାଙ୍କ ନାଁ ତ ଆମ ପାଇଁ ମରଣ, ଦେଶ ପାଇଁ ସୁରକ୍ଷା ଦଉଛନ୍ତି, ଦେଶ ପାଇଁ କାମ କରୁଛନ୍ତି। ସେ ବୈଜ୍ଞାନିକ ହୁଅନ୍ତୁ, ରାଜନୀତିକ ହୁଅନ୍ତୁ, ସଙ୍ଗୀତକାର ହୁଅନ୍ତୁ, ଯୋଉଥିରେ ଆପଣଙ୍କର ଟ୍ୟାଲେଣ୍ଟ ଅଛି ସେଇଟା ଆପଣ ଇମ୍ପ୍ଲିମେଣ୍ଟ କରିକି ଜନସେବା କରନ୍ତୁ। ଜନସେବା କେନ୍ଦ୍ର ସବୁଆଡେ ପ୍ରାୟ ଜାଣିଛନ୍ତି, CSC ଜନସେବା କେନ୍ଦ୍ର। ଜନସେବା କରିବା, ଜନତାର ସେବା କରିବା, ନିଜ ଜୀବନ, ନିଜ ଟ୍ୟାଲେଣ୍ଟ, ନିଜ ପ୍ରତିଭା ଟ୍ୟାଲେଣ୍ଟ ନିଜ ପାଇଁ ଖର୍ଚ୍ଚ କରିବା। ଲୋକଙ୍କୁ ବେଟରରୁ ବେଟର, ବେହତର ସେ ବେହତର କରିବା ପାଇଁ ଆମକୁ ସେ ଦୈବ, ସେ କୌଶଳ, ସେ ଦକ୍ଷତା, ସେ ଟ୍ୟାଲେଣ୍ଟ ଦେଇକି ଛାଡ଼ିଛନ୍ତି। ୟୁ ଆର ଇନଭେଷ୍ଟ କର ତମେ, ସେ ତମ ଟ୍ୟାଲେଣ୍ଟକୁ ଲୋକଙ୍କୁ ବେହତର ବନେଇବାରେ ଇନଭେଷ୍ଟ କର। ପିଢି ପରେ ପିଢି ଲାଗିଥିବ, ଚାଲିଥିବ। ଆପଣ କଣ ପିନ୍ଧୁଛନ୍ତି, କଣ କପଡା, କଣ ଡ୍ରେସ, କଣ ଖାଉଛନ୍ତି, ସେଗୁଡା କିଏ ମନେ ରଖନ୍ତିନି। ଆପଣ ଲୋକଙ୍କ ପାଇଁ କଣ କରିଛନ୍ତି, କଣ ଆପଣ ଜୀବନରେ କରିଛନ୍ତି ଲୋକଙ୍କ ପାଇଁ, ମଲାଳୁ ଲୋକ ସେଇ କଥା ଚିନ୍ତା କରନ୍ତି। ରାମ ନାମ ସତ୍ୟ, ହରି ନାମ ସତ୍ୟ। ସମସ୍ତେ ସେଇ ଗୋଟେ କଥା କହୁଛନ୍ତି। ତେଣୁ ଆଉ ଅଧିକା କହୁନାହିଁ, ଏତିକି ସହିତ ରହୁଛି ଯେ ଆମେ ମରଣକୁ ଭୟ କରିବାନି। ଯଦି ମରଣକୁ ଭୟ କରିବା, ଯଦି ବ୍ୟକ୍ତିଗତ ଚିନ୍ତା କରିବା, ବ୍ୟକ୍ତିଗତ ପାଇଁ ବଞ୍ଚିବା, ତାହେଲେ ମରଣକୁ ଭୟ କରି ମରିବା। ଆଉ ଯଦି ପର ପାଇଁ ଚିନ୍ତା କରିବା, ପରୋପକାର କରିବା, ମରଣକୁ ଭୟ ରହିବ ନାହିଁ। ଆଉ ମରଣ ହେଲେ ବି ଆମେ ଅମର ହେଇକି ରହିବା।
ଏ ଦୁନିଆରେ ତ ଅମର ସେଟା ଅଲଗା କଥା, ସେ ସ୍ୱର୍ଗପୁରରେ ଆମେ ସ୍ଥାନ ପାଇ। ଏଥିସ୍ଥ ରହୁଛି। ବହୁତ ବହୁତ ଧନ୍ୟବାଦ। ନମସ୍କାର।